ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 4। ରକ୍ତାକ୍ତ ସଂଘର୍ଷ ଏବଂ ମନ୍ଦିର ତୋଳା ସମଗତିରେ ଚାଲିବା ଏକ ବିସ୍ମୟକର ଘଟଣା। ନରସିଂହ ଦେବ ଯୁଦ୍ଧପ୍ରିୟ ନହେଲେ ମଧ୍ୟ ଯୋଦ୍ଧା ଏବଂ ବୀର। ଏକସଙ୍ଗେ ସେ କଳାପ୍ରିୟ ଏବଂ ସାହିତ୍ୟ ରସିକ। ମହାରାଜା ନରସିଂହ ଯେମିତି ପରମ ଶିଳ୍ପୀ, ପରମାତ୍ମାଙ୍କର ଏକ ଶ୍ରେଷ୍ଠ କୃତି, ସବୁ ମହତ ଗୁଣର ସେ ଏକ ବିଚିତ୍ର ସମନ୍ୱୟ। ମହାରାଜା ନରସିଂହ ଦେବଙ୍କର ଉଦାର ଶାସନ ନୀତି ତାଙ୍କୁ ଅତ୍ୟନ୍ତ ଲୋକପ୍ରିୟ କରିଥାଏ। ଏଣେ ଯୁଦ୍ଧ ଡାକରା, ତେଣେ ମନ୍ଦିର ନିର୍ମାଣ ପାଇଁ ଶିଳ୍ପୀ କୂଳକୁ ଆହ୍ୱାନ। ଫଳରେ ଗାଁ ଗଣ୍ଡାରେ ଯୁବକମାନେ ଘରଦ୍ୱାର ଛାଡ଼ି ରାଜକର୍ଯ୍ୟରେ ଜୀବନ ପ୍ରାଣ ଢାଳି ଦେଇଥାନ୍ତି। କେହି ଯୁଦ୍ଧକ୍ଷେତ୍ରରେ ପବନସେନା ସହ ଲଢ଼ି ପ୍ରାଣ ବିସର୍ଜନ କରୁଥାଏ ତ କେହି ପ୍ରାଣ ଦେଇ ପଥର ଦେହରେ ପ୍ରାଣସତ୍ତା ଫୁଟାଉଥାଏ। କାହାରି ମନରେ ଗ୍ଳାନି ନାହିଁ, ଅବଶୋଷ ନାହିଁ। ରାଜାଙ୍କ ଆଦେଶ ପ୍ରତି ବୈର ମନୋଭାବ ନାହିଁ। ଯୁଦ୍ଧ ଏବଂ ମନ୍ଦିର ନିର୍ମାଣ ଦୁଇଟିଯାକ ଯେମିତି ପ୍ରତ୍ୟେକ ଉତ୍କଳୀୟ ଆତ୍ମାର ଆହ୍ୱାନ। ଦୁଇଟିଯାକ ଯେମିତି ପ୍ରତ୍ୟେକ ଉତ୍କଳୀୟ ମହାନ ଏବଂ ପବିତ୍ର କର୍ତ୍ତବ୍ୟ। ରାଜା ନରସିଂହ ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ବଳରେ ପ୍ରତ୍ୟେକ ଉତ୍କଳୀୟ ହୃଦୟ ଆସନ ଅଳଙ୍କୃତ କରିଥାନ୍ତି। ମହାରାଜା ଧୀରାଜଙ୍କ ସମସ୍ତ କ୍ଷମତା ଥିବା ସତ୍ତ୍ୱେ ସେ ମନ୍ତ୍ରିପରିଷଦର ପରାମର୍ଶକ୍ରମେ କ୍ଷମତା ବ୍ୟବହାର କରୁଥିଲେ। ନିଜ ମନ୍ତ୍ରିପରିଷଦର 16 ଜଣ ଦକ୍ଷ ମନ୍ତ୍ରୀଙ୍କର ପରାମର୍ଶକୁ ମହାରାଜା ଏପ୍କା ପରି ସମ୍ମାନ ପ୍ରଦର୍ଶନ କରୁଥିଲେ। ଦେଶରେ ଜାତି ବିଭାଗ ଅନୁସାରେ କର୍ମ ଓ ଦାୟିତ୍ୱ ବଣ୍ଟନ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ଭିତରେ ପ୍ରଚଳିତ ରୀତି ନୀତି ପ୍ରତି ମହାରାଜା ସମୁଚିତ ସମ୍ମାନ ପ୍ରଦର୍ଶନ କରୁଥିଲେ। ଏଭଳି ପ୍ରଜାବତ୍ସଳ ବିବେକବନ୍ତ ରାଜାର ଆଦେଶକୁ କେହି କ'ଣ ଅମାନ୍ୟ କରିପାରେ? ପରମାର୍ତ୍ତୀ ଦେବ ସାମନ୍ତରାୟ ସେନାପତି ଭାବରେ ପୂର୍ବରୁ ବହୁବାର ସାହସିକତାର ସହ ମୁସଲମାନ ସେନାବାହିନୀର ମୁକାବିଲା କରିଆସୁଛନ୍ତି। ସେ ତ ଦେବଙ୍କର ଜଣେ ଦକ୍ଷ ସେନାପତି ନୁହନ୍ତି, ସେ ପୁଣି ତାଙ୍କର ଭଗ୍ନୀପତି, ଆଦରଣୀୟା ଭଗ୍ନୀଙ୍କର ସ୍ୱାମୀ। ୟୁଜବେଙ୍ଗ ବଙ୍ଗର ଶାସକ ହେବା ପରେ ବାରମ୍ବାର ଓଡ଼ିଶା ଆକ୍ରମଣ କରି କ୍ଷତିଗ୍ରସ୍ତ ହେଉଥାନ୍ତି। ଶେଷରେ ସେ ଦିଲ୍ଲୀର ବାଦଶାହଙ୍କ ସାହାଯ୍ୟ ମାଗିଲେ। ଫଳରେ ଯୁଦ୍ଧର ପରିସ୍ଥିତି ବଦଳିଗଲା। ପରମାର୍ତ୍ତୀ ଦେବ ଯୁଦ୍ଧକ୍ଷେତ୍ରରେ ପ୍ରାଣ ବିସର୍ଜନ କଲେ। ରାଧା ପୁଣିଥରେ ମୁସଲମାନ ଆର୍ତ୍ତକୁ ଗଲା। ନରସିଂହ ଦେବ ଭଗ୍ନୀପତିଙ୍କର ମୃତ୍ୟୁରେ ସାମୟିକ ଶୋକାଭିଭୂତ ହୋଇପଡ଼ିଥିଲେ ମଧ୍ୟ ଯୁଦ୍ଧରୁ କ୍ଷାନ୍ତ ହେଲେ ନାହିଁ। ଶେଷ ପର୍ଯ୍ୟନ୍ତ ସେ ମୁସଲମାନମାନଙ୍କୁ ଓଡ଼ିଶାର ସୀମା ପର୍ଯ୍ୟନ୍ତ ସ୍ପର୍ଶ କରିବାକୁ ଦେଲେ ନାହିଁ। ନରସିଂହ ବିକ୍ରମ ଯବନ ସେନାଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ। ରାଢ଼ ଓ ବୈରେନ୍ଦ୍ର ଦେଶର ଯବନମାନଙ୍କ କ୍ରନ୍ଦନ ଫଳରେ ସେମାନଙ୍କ ଚକ୍ଷୁର କଜ୍ଜ୍ୱଳ ବିଗଳିତ ଲୋତକ ଧାରରେ ବହିଯାଇ ଗଙ୍ଗାନଦୀର ଧଳା ଜଳରାଶିକୁ ବହୁଦୂର ପର୍ଯ୍ୟନ୍ତ କଳା କରିଦେଲା। ମନେ ହେଲା ଯେପରି ନରସିଂହଙ୍କର ଅଲୌକିକ ବୀରତ୍ୱ ଓ ଅଦ୍ଭୁତ ପରାକ୍ରମ ଦେଖି ତରଙ୍ଗାକୁଳ ଗଙ୍ଗାନଦୀ ସ୍ତବ୍ଧ ହୋଇ କୃଷ୍ଣ ଜଳପୂର୍ଣ୍ଣ ଯମୁନା ନଦୀରେ ପରିଣତ ହେଲା। ବିଭିନ୍ନ ତାମ୍ର ଶାସନରେ ନରସିଂହଙ୍କର ଏକ ଅମର କୀର୍ତ୍ତି ଖୋଦିତ ହୋଇଛି। ବିଷ୍ଣୁ ମହାରଣା ଦୀର୍ଘଶ୍ୱାସ ଛାଡ଼ି ଶୂନ୍ୟକୁ ଚାହିଁଲେ। ମନେ ମନେ ଗୁଣୁଗୁଣୁ ହେଲେ, କୁଆଡ଼େ ଗଲା ସେଦିନ? କୁଆଡ଼େ ଗଲେ ରାଜା ନରସିଂହ ଦେବଙ୍କ ସଦୃଶ ପୁରୁଷ ପୁଙ୍ଗ ବରଗଣ? ରାଜା ନରସିଂହ ଅର୍ଜୁନଙ୍କ ସଦୃଶ ଯୋଦ୍ଧା, ବୃହସ୍ପତିଙ୍କ ପରି ଶାସ୍ତ୍ରଜ୍ଞ, କର୍ଣ୍ଣଙ୍କ ପରି ଦାନୀ, ଭୀମଙ୍କ ପରି ବଳବାନ, ଯୁଧିଷ୍ଠିରଙ୍କ ପରି ସ୍ଥିରମତି, ଭୀଷ୍ମଙ୍କ ପରି ନିଜ ବାକ୍ୟରେ ଅଟଳ ଏବଂ କନ୍ଦର୍ପତୁଲ୍ୟ ସୁନ୍ଦର ଥିଲେ। ଶତ୍ରୁମାନେ ତାଙ୍କ ପାଖରେ ବଶ୍ୟତଃ ସ୍ୱୀକାର କରି ନିଷ୍ପ୍ରଭ ହୋଇଯାଇଥିଲେ। ନିଜ ବାହୁବଳରେ ଶତ୍ରୁ ରାଜ୍ୟ ଜୟ କରି ସେ ବିପୁଳ ଧନରତ୍ନ ଲାଭ କରୁଥିଲେ। ସେ ତୁଳା ପୁରୁଷ ଇତ୍ୟାଦି ମହାଦାନମାନ ସମ୍ପାଦନ କରୁଥିଲେ। ପିତୃମାତୃଭକ୍ତ ନରସିଂହ ଦେବ ପିତାଙ୍କ ଇଚ୍ଛା ଓ ମାତାଙ୍କ ମାନସିକ ପୂରଣ ପାଇଁ କୋଣାର୍କ ମନ୍ଦିର ତୋଳାଇଥିଲେ। ମହାରାଜା ନରସିଂହଙ୍କର 27 ବର୍ଷ ରାଜତ୍ୱ କାଳ ରଣଦୁନ୍ଦୁଭି ଦ୍ୱାରା ନିନାଦିତ ହେବା ସଙ୍ଗେ ସଙ୍ଗେ ଧର୍ମ, ସାହିତ୍ୟ ଓ ସ୍ଥାପତ୍ୟ କଳାର ଉତ୍କର୍ଷ ସାଧନ ଦିଗରେ ଇତିହାସରେ ସୁବର୍ଣ୍ଣ ଯୁଗ ସୃଷ୍ଟି କରିଥିଲା।
ସେତେବେଳେ ନରସିଂହ ଦେବଙ୍କର ଦିଗ୍ବିଜୟ ଚତୁର୍ଦିଗରେ ବ୍ୟାପ୍ତ ହୋଇଯାଇଥାଏ। ପ୍ରଜାମାନେ ଯବନମାନଙ୍କର ଅତ୍ୟାଚାର ପ୍ରତି ସଚେତନ ଥିଲେ ମଧ୍ୟ ରାଜାଙ୍କ ବାହୁବଳ ଉପରେ ଭରସା କରି ପରମ ନିର୍ଭୟରେ ପରମ ଆନନ୍ଦରେ କାଳାତିପାତ କରୁଥାନ୍ତି। କାଲି ପରି ସବୁ କଥା ତ ଦୃଶ୍ୟମାନ ହେଉଛି ଆଖି ଆଗରେ। ବିଷ୍ଣୁ ମହାରଣା ଭାବି ବିଷ୍ଟ ହୁଅନ୍ତି, ଧ୍ୟାନସ୍ଥ ହୁଅନ୍ତି। ଏଥର ସେ ବିଶ୍ରାମ ନେବେ କିଛି ଦିନ। ଚାର୍ଲ୍ସ ଏବଂ ପ୍ରାଚୀ ବିଷ୍ଣୁ ମହାରଣାର ବର୍ଣ୍ଣନାକୁ ଲିପିବଦ୍ଧ କରନ୍ତି। କୁଶଭତ୍ରା ବୁଢ଼ୀ ଅନେକ ଦିନ ହେବ କୋଣାର୍କ ବେଢ଼ାକୁ ଆସୁନାହିଁ। ଚିତ୍ରପଡ଼ା କହୁଥିଲା, କୁସୁମୀ ମାଉସୀ ଅସୁସ୍ଥ ହୋଇ ଶଯ୍ୟାରେ ପଡ଼ି ରହିଛି। ପ୍ରତିଦିନ ଫୁଲ ଧରି କୋଣାର୍କ ବେଢ଼ାକୁ ଆସିଲା ବେଳେ ଚିତ୍ରପଡ଼ା କୁସୁମୀ ମାଉସୀକୁ ଦେଖି ଆସେ, ତା ପାଇଁ ପଥ୍ୟ ରାନ୍ଧିଦିଏ। ଫେରିଗଲା ବେଳେ ପୁଣି ତାକୁ ଦେଖିଯାଏ, ତାର ସେବା କରେ। ବୁଢ଼ୀ ଆଶୀର୍ବାଦ କରେ, ଚିତିରା ଲୋ, ତୋତେ ଭଲ ବର ମିଳୁ। ପୁଅ ନାତି ନେଇ ଯୁଗ ଯୁଗ ରାଇଜ କର। ତୋର ପୁଅ ନାତି ମୋର ଆୟୁଷ ନିଅନ୍ତୁ। ତୁ ଅହିସୁଲକ୍ଷଣୀ ହୁଅ। ବୁଢ଼ୀର ଆଶୀଷ ବଚନ କଥା କହୁ କହୁ ଚିତ୍ରପଡ଼ା କସ୍ତା କାନି ଦାନ୍ତରେ କାମୁଡ଼ି ହସି ହସି ଲୋଟେ। ନାଲି କସ୍ତା କାନିରେ ଫିକା ରଙ୍ଗର କିଛି ଯେମିତି ତାର ପୁରନ୍ତ ଗଣ୍ଡରେ ଲାଗିଯାଏ। ମନକୁ ମନ ସେ କୁହେ, ମୂଳରୁ ବାହାଘର ଦେଖା ନାହିଁ, ବୁଢ଼ୀ ପୁଅ ନାତିଙ୍କୁ କଲ୍ୟାଣ କରୁଛି। ଚିତ୍ରପଡ଼ା ପୁଣି ହସେ। ବର୍ଷା ଜଳ ଭଳି ତରଳ ହସ ସବୁ ଯେମିତି ତାର ହୃଦୟ ଭିତରୁ ଓଠର ଉପକୂଳକୁ ଗଡ଼ି ଆସୁଥାଏ। ଚିତ୍ରପଡ଼ା ବୁଢ଼ୀର ଆଶୀର୍ବାଦକୁ ହୃଦୟ ଦେଇ ଅନୁଭବ କରି ଖୁସିରେ ଫାଟି ପଡ଼ୁଛି। ଏକଥା ପ୍ରାଚୀ ବୁଝିପାରେ। ଚିତ୍ରପଡ଼ାର କଥା ପ୍ରାଚୀ ଚାର୍ଲ୍ସକୁ ବୁଝାଇ ଦିଏ। ଚାର୍ଲ୍ସ ଅଳ୍ପ ହସି ଭଙ୍ଗାଭଙ୍ଗି ହିନ୍ଦୀରେ ଚିତ୍ରପଡ଼ାକୁ ପଚାରେ, କେବେ ବାହା ହେଉଛ? ଚିତ୍ରପଡ଼ା ଲାଜରେ ଅଳ୍ପ ହସି କହେ, ଏ ବର୍ଷ ନୁହେଁ ବାପା, ଏ ପର୍ଯ୍ୟନ୍ତ ଯୌତୁକ ପାଇଁ ପଇସା ଯୋଗାଡ଼ କରିପାରେନି। ଚାର୍ଲ୍ସ ହସି ହସି କହେ, ବିନା ଯୌତୁକରେ ବର ମିଳିଲେ ବାହା ହେବାରେ କିଛି ଆପତ୍ତି ଅଛି? ଚିତ୍ରା ଆଶ୍ଚର୍ଯ୍ୟରେ ଆଖି ବଡ଼ ବଡ଼ କରି ପଚାରେ, ବିନା ଯୌତୁକରେ ବର ମିଳେ? ଖୁବ୍ ମିଳେ। ଚାର୍ଲ୍ସ ଓଠ ଚିପି ହସେ। ଚିତ୍ରା ମୁହଁ ଶୁଖାଇ କରେ, ତେବେ ବୁଢ଼ାହଡ଼ା ହେଉଥିବ, 3 କି 4 ସ୍ତ୍ରୀ ଆଗରୁ ଯାଇଥିବେ। ଚାର୍ଲ୍ସ କହେ, ନା, ବୁଢ଼ାବର ନୁହେଁ, ଟୋକାବର। 100 ସ୍ତ୍ରୀଙ୍କ ସଙ୍ଗେ ମିଳାମିଶା କରିଥାଉ ପଛକେ କାହାକୁ ବାହା ହେଇ ନେଇଯାଏ। ତେବେ ରୋଗଣା, ଅସୁନ୍ଦର, ଅକର୍ମା ହୋଇଥିବ। ଚିତ୍ରପଡ଼ା ବିତୃଷ୍ଣାରେ କହେ। ଚାର୍ଲ୍ସ ମଧୁର ଆମୋଦରେ କହେ, ରୋଗଣା ନୁହେଁ କି ଅସୁନ୍ଦର ନୁହେଁ, ଠିକ୍ ମୋ ଭଳି। ମୁଁ କେମିତି ଦିଶୁଛି? ଚିତ୍ରପଡ଼ା ଆକାଶରୁ ଖସି ପଡ଼େ। ଆଖି ବଡ଼ ବଡ଼ କରି ଜିଭ କାମୁଡ଼ି ପକାଏ। କହେ, ଏ କି କଥା? ତମେ ଯେ ସାହେବ ଲୋକ। ସାହେବ କ'ଣ ମଣିଷ ନୁହନ୍ତି? ଚାର୍ଲ୍ସ ପ୍ରଶ୍ନ କରେ। କିନ୍ତୁ ସେମାନେ ଯେ ଉଡ଼ା ଚଢ଼େଇ। ଚିତ୍ରପଡ଼ା ସରଳ ଭାବରେ କହେ। ଚାର୍ଲ୍ସ ଆଖି ନଚାଇ କହେ, ଉଡ଼ିବାର ଆନନ୍ଦ ତମେ ଜାଣିନ ଚିତ୍ରା। ଥରେ ଉଡ଼ି ଶିଖିଲେ ବନ୍ଧନ ଭିତରୁ ଫେରିବା ପାଇଁ ମନ କରିବ ନାହିଁ। ପ୍ରାଚୀ ଏ ପର୍ଯ୍ୟନ୍ତ ନୀରବରେ ସବୁ ଶୁଣୁଥାଏ। ସେ ଗମ୍ଭୀର ହୋଇଯାଇଥାଏ। ଚିତ୍ରପଡ଼ା ପ୍ରାଚୀକୁ ଚାହିଁ ଅସହାୟ କଣ୍ଠରେ କହେ, ଅପା, ସାହେବଙ୍କର କଥା ମୋ ମୁଣ୍ଡରେ ପଶୁନାହିଁ। ତମେ ତାଙ୍କୁ ବୁଝାଇ ଦିଅ ଯେ ଏସବୁ କଥା ଶୁଣିଲେ ବାପା ମୋତେ ଫୁଲ ବିକିବା ପାଇଁ ଛାଡ଼ିବ ନାହିଁ। ଏଇ ବର୍ଷଟା ଫୁଲ ବିକ୍ରି କରି ମୋ ବାପାଙ୍କୁ କିଛି ଟଙ୍କା ସାହାଯ୍ୟ କରିପାରନ୍ତି ବାହାଘର ପାଇଁ। ପ୍ରାଚୀ ଚାର୍ଲ୍ସକୁ ଚିତ୍ରପଡ଼ାର କଥା ବୁଝାଇ ଦେଇ କହିଲା, ଚାର୍ଲ୍ସ, ଚିତ୍ରାର ବୟସ କମ୍ ହେଲେ ବି ସେ ଆଉ ପିଲା ହୋଇ ନାହିଁ। ସେ ଏବେ ବିବାହଯୋଗ୍ୟା ଝିଅ। ଆମ ଦେଶରେ ବିବାହ ସମ୍ବନ୍ଧରେ ଝିଅମାନଙ୍କ ସଙ୍ଗେ ଏଭଳି କୌତୁକ ପରିହାସ କରାଯାଏନି। ସେଥିରେ ଖୁବ୍ ଅସମ୍ମାନ ହୁଏ ଝିଅମାନଙ୍କର। ଗାଁ ଗହଳରେ ଲୋକମାନେ ଏଭଳି କଥା ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି। ତମର ଏସବୁ ଜାଣିବା ଉଚିତ, ନଚେତ୍ ପରିହାସ କରୁ କରୁ ତମେ କେବେ ହୁଏତ ବିପଦରେ ପଡ଼ିଯିବ। ଚାର୍ଲ୍ସ ଶାନ୍ତ ଭାବରେ କହିଲା, ମୁଁ ତ ପ୍ରତିଦିନ ବିପଦର ସନ୍ଧାନ କରୁଛି, ହେଲେ ବିପଦ ଆସୁନାହିଁ। ବିପଦର ସନ୍ଧାନ କରୁଛ? କାହିଁକି? ତମେ କ'ଣ ପାଗଳ? ପ୍ରାଚୀ ହସିଦେଲା। ଚାର୍ଲ୍ସ କହିଲା, ବିପଦରେ ପଡ଼ିଲେ ସାହାଯ୍ୟ, ସହାନୁଭୂତି, ସ୍ନେହ, ଆଦର ମିଳେ। ସେଦିନ ବିପଦ ମୁହଁରୁ ତମେ ମୋତେ ହାତ ଧରି ଟାଣି ନେଇଥିଲ। ସେଭଳି ସୁଯୋଗ ଆଉ କେବେ ଆସିନି। ପ୍ରାଚୀ ମନ ଭରି ହସିଲା। ଆସ୍ତେ କହିଲା, ଚାର୍ଲ୍ସ, ତମେ ଭାରି ମଜାର ଲୋକ। ପ୍ରତି କଥାରେ ତମର ରସିକତା ଥାଏ, ହେଲେ ସମସ୍ତେ ତମକୁ ଠିକ୍ ବୁଝିବେ ନାହିଁ। ତମେ ବି କ'ଣ ମୋତେ ଠିକ୍ ବୁଝିଛ ପ୍ରାଚୀ? ଚାର୍ଲ୍ସ ପ୍ରଶ୍ନ କଲା। ପ୍ରାଚୀ ଉଦାର କଣ୍ଠରେ କହିଲା, ମୁଁ ତମକୁ ଠିକ୍ ଭାବରେ ବୁଝିବାକୁ ଚେଷ୍ଟା କରୁଛି ଚାର୍ଲ୍ସ। ତେବେ ମୁଁ ବୁଝିବା ନ ବୁଝିବା ତମ ଜୀବନରେ କେତେଟା ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ।
ବରଂ ଲିଲିଆନ୍ ତମକୁ ବୁଝିବା ନ ବୁଝିବା ସମ୍ପର୍କରେ ତମେ ନିଶ୍ଚିତ ହେବା ଆବଶ୍ୟକ। ଚାର୍ଲ୍ସ ବେପରୁଆ ଭାବରେ କହିଲା, ଲିଲିଆନ୍କୁ ନୂଆ ସଙ୍ଗୀ ମିଳିଯାଇଛି। ସେମାନେ ଖୁବ୍ ବୁଲୁଛନ୍ତି ଝାଉଁବଣରେ। ମୋ ପାଇଁ ତାର ଆଉ କିଛି ବ୍ୟସ୍ତତା ନାହିଁ। ମୁଁ ଏବେ ତାଠାରୁ ପ୍ରାୟ ମୁକ୍ତ। ଚିତ୍ରୋତ୍ପଳା ବଡ଼ ବଡ଼ କୌତୂହଳୀ ଆଖିରେ ଚାହିଁ ରହି ସେମାନଙ୍କର କଥାଭାଷା ଶୁଣୁଛି। ଛୋଟ ଝିଅଟା ସାମ୍ନାରେ ଲିଲିଆନ୍ର ନୂତନ ସଙ୍ଗୀ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରାଚୀ ଚାହିଁଲା ନାହିଁ। ପ୍ରସଙ୍ଗ ବଦଳାଇ ପ୍ରାଚୀ କହିଲା, ତମେ ଚିତ୍ରକଳାଠାରୁ କ୍ଷମା ମାଗିବା ଉଚିତ ଚାର୍ଲ୍ସ। ତମେ ତାର ଅସମ୍ମାନ କରିଛ। ଦୁଃଖିତ କହି ଚାର୍ଲ୍ସ ଫୁଲମିଶା ପରି ଚିତ୍ରୋତ୍ପଳାର କୋମଳ ହାତଟିକୁ ଧରିନେଲା ଏବଂ କହିଲା, କ୍ଷମା କର ଚିତ୍ରା, ତମର ବିବାହର ଖୁବ୍ ଶୀଘ୍ର ହେଉ। ମୁଁ ତମ ବିବାହରେ ଖୁବ୍ ନାଚିବି। ଏବେ ମୋତେ ଫୁଲ ଦିଅ। ଚିତ୍ରୋତ୍ପଳା ଆସ୍ତେ ହାତଟି ଖସାଇ ନେଇ ରଜନୀଗନ୍ଧାର ମାଳଟିଏ ଚାର୍ଲ୍ସ ହାତକୁ ବଢ଼ାଇ ଦେଲା। ଚାର୍ଲ୍ସ ପଇସା ଦେଇ ମାଳଟି ଆଣୁ ଆଣୁ କହିଲା, ତମ ବାହାଘର ହେବା ପର୍ଯ୍ୟନ୍ତ ମୁଁ ଫୁଲ କିଣିବି ତମଠୁ। ଦରକାର ଥାଉ କି ନଥାଉ, ଅନ୍ତତଃ ତମ ବାହାଘର ପାଇଁ ଯେତିକି ସାହାଯ୍ୟ କରିବାର ସୁଯୋଗ ମୁଁ ଛାଡ଼ିବି ନାହିଁ କେବେ। ଚିତ୍ରୋତ୍ପଳା କୃତଜ୍ଞ ଚାହାଣୀରେ ଚାର୍ଲ୍ସକୁ ଚାହିଁ ସଲ୍ଲଜ କଣ୍ଠରେ କହିଲା, କେଜାଣି ମୋ ବାହାଘର ଯାଏ ତମେ ଏଠି ଥିବ କି ନା? ତମେ ତ ସାହେବ ଲୋକ, ତମର କି ଠିକଣା? ଚାର୍ଲ୍ସ ହସି ହସି କହିଲା, ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହିବି ଚିତ୍ରା। ଯେଉଁଠି ଯେତେ ଦିନ ଅଟକି ଗଲେ ବି ମୋର କିଛି ଯାଏ ଆସେ ନାହିଁ। ଚିତ୍ରୋତ୍ପଳା ଆନନ୍ଦରେ କହିଲା, ଏଣିକି ତମ ପାଇଁ ବାଛି ବାଛି ଭଲ ବାସ୍ନା ଫୁଲ ଆଣିବେ ସାହେବ, କାରଣ ମୋ ଫୁଲର ଦାମ ଅପେକ୍ଷା ତମେ ସବୁବେଳେ ଅଧିକା ପଇସା ଦେଉଛ। ଚାର୍ଲ୍ସ ମଧୁର କଣ୍ଠରେ କହିଲା, ତମ ଫୁଲର ଦାମ ତମେ ବି ଜାଣନା ଚିତ୍ରା। ତ ସେ ଫୁଲର ଦାମ ଦେଇ ହୁଏ ନା, ସେ ଫୁଲ ଅମୂଲ୍ୟ। ଚିତ୍ରା ହସି ହସି ଲୋଟିଯାଇ କହିଲା, ସାହେବମାନେ କି ପାଗଳ, ଫୁଲର ପୁଣି ଦାମ ଦେଇ ହୁଏ ନା? ଆମ ବାଡ଼ିରେ ବେତା ବେତା ଫୁଲ ଫୁଟେ, ଫୁଲ ପୁଣି ଗୋଟେ ଅମୂଲ୍ୟ ଦ୍ରବ୍ୟ। ଚାର୍ଲ୍ସ ମୁଗ୍ଧ ଦୃଷ୍ଟିରେ ଚିତ୍ରୋତ୍ପଳାର ସରଳ ନିଷ୍ପାପ ସୌନ୍ଦର୍ଯ୍ୟକୁ ମର୍ମେ ମର୍ମେ ଅନୁଭବ କରୁଥାଏ। ପ୍ରାଚୀ ରସିକତା କରି କହିଲା, ଥାଉ ଚାର୍ଲ୍ସ, ଏପରି ଅସଭ୍ୟଙ୍କ ଭଳି ଝିଅମାନଙ୍କୁ ଚାହିଁବା ଆମ ଦେଶର ନିୟମ ବିରୁଦ୍ଧ। ସେଥିରେ ଝିଅମାନଙ୍କର ଅସମ୍ମାନ ହୁଏ। ଚାର୍ଲ୍ସ ଚିତ୍ରୋତ୍ପଳା ଉପରୁ ଦୃଷ୍ଟି ଫେରାଇ ଆଣି କହିଲା, ତମ ଦେଶର ଅନେକ ନୀତି ନିୟମ ଭିତରେ ଝିଅମାନେ ଏତେ ସୁନ୍ଦର ବୟସରେ ଠିକ୍ ତମ ଭଳି କେତେ ନିଷ୍ପ୍ରାଣ ହୋଇଯାଆନ୍ତି ଜାଣ? ପ୍ରାଚୀ ନିଷ୍ପ୍ରାଣ ପ୍ରତିଭା ଭଳି ପୁଣି ନିର୍ବିକାର ରହି ଚାର୍ଲ୍ସର ପ୍ରଶ୍ନକୁ ଏଡ଼ାଇଗଲା। କୋଣାର୍କ ପୁରୀ ବେଳାଭୂମି ରାସ୍ତାର ଦୁଇପଟେ ଘଞ୍ଚ ଝାଉଁବଣ। କୋଣାର୍କ ଏବଂ ପୁରୀକୁ ସଂଯୋଗ କରିଛି ରାସ୍ତାଟି। ଏହି ରାସ୍ତାରେ କୋଣାର୍କଠାରୁ ରାମଚଣ୍ଡୀଙ୍କ ନଟକଟକୁ ଚାଲି ଚାଲି ଯିବା ବେଶ୍ ସୁଖପ୍ରଦ। ପ୍ରାଚୀ ଏବଂ ଚାର୍ଲ୍ସ ସେହି ରାସ୍ତାରେ ଚାଲିଥାନ୍ତି ଆଗପଛ ହୋଇ। ସବା ଆଗେ ଆଗେ ଚାଲିଥାଏ ଧର୍ମାନନ୍ଦ, ତାପରେ ଚିତ୍ରୋତ୍ପଳା। ଚାର୍ଲ୍ସ ଏବଂ ପ୍ରାଚୀ ଏକସଙ୍ଗେ ଚାଲିବା ଆରମ୍ଭ କରିଥିଲେ। ମାତ୍ର ପ୍ରାଚୀ ଅନେକ ପଛରେ ପଡ଼ିଗଲାଣି। ଡେଙ୍ଗା ଡେଙ୍ଗା ପାଦ ପକାଇ ଚାର୍ଲ୍ସ ଆଗେଇ ଯାଉଛି। କୋଷଭଦ୍ରା ବୁଢ଼ୀକୁ ଦେଖିବା ପାଇଁ ଯାଉଛନ୍ତି ସେମାନେ। କୋଷଭଦ୍ରା ବୁଢ଼ୀ ଆଜିକାଲି ରାମଚଣ୍ଡୀ ମନ୍ଦିର ପଛପଟେ ଗୋଟିଏ କୁଡ଼ିଆ ଘରେ ପଡ଼ିଥାଏ। ରାମଚଣ୍ଡୀଙ୍କ ପ୍ରସାଦରୁ ମୁଠାଏ ଅଧେ ଦିଅନ୍ତି ପୂଜକମାନେ। ବୁଢ଼ୀର ଚଳିଯାଏ। ଚିତ୍ରୋତ୍ପଳାଠାରୁ ବୁଢ଼ୀର ଅସୁସ୍ଥତା ସମ୍ବାଦ ଶୁଣି ପ୍ରାଚୀ ବ୍ୟସ୍ତ ହୋଇଥିଲା। ବୁଢ଼ୀ ମୁହଁରୁ ଅନେକ କିମ୍ବଦନ୍ତୀ ଶୁଣିବାକୁ ଅଛି। ଯାହା ବୁଢ଼ୀ ଜାଣେ ତା ଅନେକ ଲୋକ ଜାଣନ୍ତି ନାହିଁ। ପେଡ଼ିସାଇତା ପାଟଲୁଗା ଭଳି ବୁଢ଼ୀ କାହାଣୀ କିମ୍ବଦନ୍ତୀମାନଙ୍କୁ ସଜାଇ ରଖିଥାଏ ଅତି ଯତ୍ନରେ। ଅକାଳେ ସକାଳେ କାହାଣୀ ପେଡ଼ି ଖୋଲେ। କେହି ଅନୁରୋଧ କଲେ ବୁଢ଼ୀ ମୁହଁରୁ ପୁରୁଣା କଥା ସବୁ ଶୁଣିବା ପାଇଁ ଚାର୍ଲ୍ସ ଆଗ୍ରହ ବଳିଛି। ତା ଛଡ଼ା ବୁଢ଼ୀ ପ୍ରତି ଚାର୍ଲ୍ସ ମନରେ ଗୋଟାଏ ସ୍ୱତନ୍ତ୍ର ଭାବନା ମଧ୍ୟ ଜାଗି ଉଠିଛି, ପ୍ରଥମ ଦେଖାରେ ମଧୁର ଅନୁଭୂତି ଯୋଗୁଁ। କୋଷଭଦ୍ରା ବୁଢ଼ୀକୁ ଦେଖିବା ପାଇଁ ଲିଲିଆନ୍ ଆସିନାହିଁ। ଚାର୍ଲ୍ସ ଡାକିବାରୁ ସେ ଉତ୍ତର ଦେଇଥିଲା, ଜୀର୍ଣ୍ଣ ବୁଢ଼ୀଟାକୁ ଦେଖିବାରେ କ'ଣ ଅଛି? ବୟସ ଅନେକ ହେଇଛି, ଅସୁସ୍ଥ ହେବାର କଥା। ସମୟ ହେଇ ଆସୁଛି ତ, ଯେତେ ଶୀଘ୍ର ସମୟ ଶେଷ ହୋଇଯିବ ସେତେ ଭଲ। ଜୀବନ ସୁଖ ଆନନ୍ଦ ପାଇଁ ଯେଉଁଠୁ ଦୁଃଖ ଯନ୍ତ୍ରଣାର ଆରମ୍ଭ, ସେଇଠି ମୃତ୍ୟୁ ଜୀବନ ଅପେକ୍ଷା ବେଶୀ କାମ୍ୟ। ଚାର୍ଲ୍ସ ବୁଢ଼ୀକୁ ଦେଖିବା ପାଇଁ ଆସିବାରୁ ଲିଲିଆନ୍ ବିରକ୍ତ ହୋଇ ଉଠିଲା। କହିଥିଲା, ଚାର୍ଲ୍ସ, ମୋର ଧାରଣା ଥିଲା ତମେ ଇଣ୍ଡିଆ ଆସିଛ ଆନନ୍ଦ ଉଲ୍ଲାସ କରିବା ପାଇଁ।
ଅଥଚ ଦେଖୁଛି ତମେ ଏଠି ଦୁଃଖ ଯନ୍ତ୍ରଣା ଖୋଜି ବୁଲୁଛ। ଇଣ୍ଡିଆରେ ଆଖି ଖୋଲିଲେ ହିଁ ଦୁଃଖର ଚିତ୍ର ଅଜସ୍ର। ଏଠି ଦୁଃଖକୁ ଖୋଜି ଖୋଜି ପାଦକୁ କଷ୍ଟ ଦେବାରେ ଆବଶ୍ୟକତା କ'ଣ? ଲିଲିଆନ୍ ନୂତନ ବନ୍ଧୁ ସହ ପଛରେ ରହିଯାଇଥିଲା। ଆଗେଇ ଯାଇଥିଲା ଚାର୍ଲ୍ସ ପ୍ରାଚୀ ପ୍ରଭା ସହ। କୁଶଭଦ୍ରା ନଦୀ ମୁହାଣ ନିକଟରେ ଏକ କ୍ଷୁଦ୍ର ମନ୍ଦିରରେ ରାମଚଣ୍ଡୀ ପୂଜା ପାଉଛନ୍ତି। ମନ୍ଦିରଟି ରେଖା ଆକାରର। ସମ୍ମୁଖରେ ଥିବା ଗମ୍ଭୀରାଟି ନାହାଚାଳିଆ ଢଙ୍ଗରେ ତିଆରି ହୋଇଛି। ମନ୍ଦିରରେ ଛୋଟ ସିଂହାସନଟିଏ। ସିଂହାସନ ଉପରେ ରାମଚଣ୍ଡୀଙ୍କର ଦଶଭୁଜା ମହିଷା ମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି। ଠାକୁରାଣୀଙ୍କ ପୂଜା ନୀତି ନିମନ୍ତେ ପୂର୍ବତନ ଜମିଦାର 5 ଏକର ଜମି ଖଞ୍ଜା କରିଛନ୍ତି। ବନଦୁର୍ଗା ମନ୍ତ୍ରରେ ପୂଜକ ପୂଜା କରୁଥାନ୍ତି ରାମଚଣ୍ଡୀକୁ। ପ୍ରାଚୀ ଦୀପ ଜଳାଇ ଗଳବସ୍ତ୍ର ହେଇ ପ୍ରଣାମ ଜଣାଇଲା ଦେବୀଙ୍କୁ। ଚାର୍ଲ୍ସ ବାହାରେ ଅପେକ୍ଷା କରିଥାଏ, ଚାହିଁଥାଏ ପ୍ରାଚୀକୁ। ଏଠିକା ପୂଜକମାନେ ପ୍ରାଚୀକୁ ଚିହ୍ନନ୍ତି। ପ୍ରାଚୀର ମାଉସୀ ଘର କୋଣାର୍କ। ଗବେଷଣା ପାଇଁ ମାଉସୀଙ୍କ ଘରେ ରହିବା ପରେ ପ୍ରାଚୀ ପ୍ରାୟ ମଝିରେ ମଝିରେ ରାମଚଣ୍ଡୀ ମନ୍ଦିରକୁ ଆସେ। କୋଣାର୍କଠାରୁ 5 କିଲୋମିଟର ଦୂରରେ ଲିଆଖିଆ ନିକଟରେ ଖାଲକଟା ପାଟଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଖାଲଖୋଟିଙ୍କୁ ଦର୍ଶନ ମଧ୍ୟ କରେ। ପୂଜକ ପ୍ରାଚୀର କପାଳରେ ଏବଂ ସୀମନ୍ତରେ ଦେବୀଙ୍କ ପୂଜା ସିନ୍ଦୁର ଲଗେଇ ଦେଇ ଆଶୀର୍ବାଦ କଲେ। ପ୍ରାଚୀ ଦକ୍ଷିଣା ଦେଇ ପଦାକୁ ବାହାରି ଆସିଲା। ଚାର୍ଲ୍ସ ଆଶ୍ଚର୍ଯ୍ୟରେ ପ୍ରାଚୀକୁ ଚାହିଁ ରହିଥାଏ। ପ୍ରାଚୀ ପଚାରିଲା, କ'ଣ ଦେଖୁଛ? ଚାର୍ଲ୍ସ କହିଲା, ଜାଣିଛି ତମ ଦେଶର ବିବାହିତା ନାରୀମାନେ ହିଁ କେବଳ ସୀମନ୍ତରେ ସିନ୍ଦୁର ଦିଅନ୍ତି। ପୂଜକ ତୁମକୁ ବିବାହିତ ବୋଲି ଭ୍ରମ କରିବାର କାରଣ କ'ଣ? ପ୍ରାଚୀ ହସିଦେଇ କହିଲା, ସୀମନ୍ତର ସିନ୍ଦୁର ସ୍ୱାମୀର ସନ୍ତକ। ପୂଜକ ଯଦି ଭ୍ରମ କରିଥାଏ ତେବେ ମୋ ସୀମନ୍ତର ଏ ସୁନ୍ଦର ଜଗନ୍ନାଥଙ୍କୁ ଉତ୍ସର୍ଗ କରୁଛି। ଜଗନ୍ନାଥ ମୋର ସ୍ୱାମୀ, ମୋର ପ୍ରଭୁ। ଏଥିରେ କ'ଣ କେହି ଆପତ୍ତି କରିବ? ଖଣ୍ଡେ ଦୂରରେ ଚିତ୍ରୋତ୍ପଳା ଏମାନଙ୍କର କଥୋପକଥନ ଶୁଣୁ ଶୁଣୁ ମନ୍ଦିର ବେଢ଼ାରୁ ଫୁଲ ତୋଳୁଥାଏ। ସେ ହସି ହସି କହିଲା, ଅପା, ତମେ ସବୁବେଳେ ସାହେବଙ୍କ ସଙ୍ଗେ ବୁଲୁଛ। ଲୋକେ ଭାବୁଛନ୍ତି ସାହେବକୁ ତମେ ବାହା ହେଇଛ। ପୂଜକ ବୋଧେ ହୁଏ ସେୟା ଭାବିଛନ୍ତି। ଚିତ୍ରୋତ୍ପଳା କରବୀ ଫୁଲ ପେନ୍ଥାଏ ଧରି ଅଳ୍ପ ଅଳ୍ପ ହସୁଥାଏ। ପ୍ରାଚୀର ଗୋରା ମୁହଁଟା ଅପ୍ରତିଭ ଭତାରେ କରବୀ ଫୁଲ ଭଳି ଗୋଲାପୀ ପଡ଼ିଗଲା। ସେ କ୍ରୋଧ ପ୍ରକାଶ କରି ଚିତ୍ରୋତ୍ପଳାକୁ ଆକଟ କଲା। ଚିତ୍ରା, ଛୋଟ ପିଲା ହେଇଥୁ ଲୋକଙ୍କର ବାଜ୍ୟ କଥା ଶୁଣୁଛୁ କାହିଁକି? ଏମିତି କଥା ମୋ କାନରେ ତ କେବେ ପଡ଼େ ନାହିଁ। ଚାର୍ଲ୍ସ ଚିତ୍ରୋତ୍ପଳାର କଥା କିଛି ବୁଝିଲା। ରସିକତା କରି ଚାର୍ଲ୍ସ କହିଲା, ଭାରତୀୟ ନାରୀର ସୀମନ୍ତ ସିନ୍ଦୁର ସ୍ୱାମୀର ପ୍ରତୀକ। ପତ୍ନୀର ସୀମନ୍ତରେ ପୂଜା ପାଇ ଭାରତୀୟ ପୁରୁଷ ବାସ୍ତବିକ ଗୌରବାନ୍ୱିତ ହେଉଥିବ। ଏଠି ସ୍ୱାମିତ୍ୱର ଗୋଟାଏ ବିଶେଷ ଅହଙ୍କାର ଅଛି, ଯେଉଁଟା ଆମ ଦେଶରେ ନାହିଁ। ସେ ଅହଙ୍କାର ପାଇଁ ବେଳେବେଳେ ଲୋଭ ହୁଏ ମୋର। ହସି ହସି ପ୍ରାଚୀ କହିଲା, ଲୋଭୀ ଏବଂ ଅହଙ୍କାରୀ ପୁରୁଷମାନଙ୍କୁ ମୁଁ ସହ୍ୟ କରିପାରେ ନା। ଚାର୍ଲ୍ସ ଆନ୍ତରିକତାର ସହିତ କହିଲା, ଇଣ୍ଡିଆକୁ ଆସି ମୋ ଭଳି ସୃଷ୍ଟିଛଡ଼ା ମଣିଷଟା ଯାଯାବର ମନଟା ବି ଅନେକ ଦ୍ରବ୍ୟ ପ୍ରତି ଲୋଭାତୁର ହୋଇପଡ଼ିଛି। ଅଥଚ ମୋର ଅହଙ୍କାର ପ୍ରତି ପଦେ ପଦେ ତମ ପାଖରେ ଚୂର୍ଣ୍ଣୀଭୂତ ହୋଇଯାଉଛି। ଇଣ୍ଡିଆ ସତରେ କେଡ଼େ ବିଚିତ୍ର। ବିଚିତ୍ର କଥା କହୁଥିଲା କୁଶଭଦ୍ରା ମାଉସୀ। ପୁରୀ କୋଣାର୍କ ବେଳାଭୂମି ରାସ୍ତାରେ କୁଆଡ଼େ ପ୍ରତି ରାତ୍ରିରେ କେଉଁ ରୂପସୀ ଯୁବତୀର ଛାୟାମୂର୍ତ୍ତି ଘୂରି ବୁଲେ। ଛାୟାମୂର୍ତ୍ତି କେଉଁ ରମଣୀର ଅତୃପ୍ତ ଆତ୍ମା। ସେ ତାର କାହାଣୀ କୁହେ, ହେଲେ ହୃଦୟର ମମତା ଦେଇ କେହି ତାର କଥା ଶୁଣନ୍ତି ନାହିଁ। ସମସ୍ତେ ଭୟରେ ଦୂରେଇ ଯାଆନ୍ତି। କୁଶଭଦ୍ରା ବୁଢ଼ୀ ଛାୟାମୂର୍ତ୍ତିକୁ ଚିହ୍ନେ, ତେଣୁ ସେ ତାକୁ ଭୟ କରିବ କାହିଁକି? ବିଚାରୀ ଶୋଇଥିଲା ତ ଏତେ ବର୍ଷ ଧରି ନୀରବରେ। ତା କଥା କେହି ଜାଣିନଥିଲେ। ଇତିହାସ ପୃଷ୍ଠାରେ ତାର ନାମଗନ୍ଧ ନଥିଲା। କୋଣାର୍କ ନିର୍ମାଣ ପରେ ତା ଜୀବନର ତ୍ୟାଗପୂତ କାହାଣୀ କେହି ମନେ ରଖିନଥିଲେ। ଚନ୍ଦ୍ରଭାଗାର ଚୋରାବାଲିରେ ତାର କାହାଣୀ ଲୁଚି ଯାଇଥିଲା ନୀରବରେ। ଶହ ଶହ ବର୍ଷ ପରେ ସେ ଚେଇଁ ଉଠିଲା କାହିଁକି? କୁଶଭଦ୍ରା ମାଉସୀ ରହସ୍ୟର ପେଡ଼ି। ଅଶରୀରେ ଆତ୍ମା କାହିଁକି ଚେଇଁ ଉଠିଛି ତା ମଧ୍ୟ ତାକୁ ଜଣା। ସେ ଏକ ବିଚିତ୍ର କାହାଣୀ। କୋଣାର୍କଠାରୁ 7 କିଲୋମିଟର ଦୂରରେ ଗୋଲରାଗଡ଼ର ଯଦୁପୁର ନିକଟରେ କାଦୁଆ ନଦୀ କୂଳରେ ଚିତ୍ରେଶ୍ୱର ପୂଜା ପାଉଛନ୍ତି। ଅନେକ ବର୍ଷ ତଳେ ଯାତ୍ରୀମାନଙ୍କର ପାନୀୟ ଜଳ ସୁବିଧା ପାଇଁ ଗ୍ରାମବାସୀ କୂପ ଖୋଳୁ ଖୋଳୁ ତାମ୍ର ଶାସନଟିଏ ପାଇଥିଲେ। ତାମ୍ର ଶାସନଟିରେ 5 ଗୋଟି ଫଳକ ଥିଲା।
ତାମ୍ରଶାସନଟି ପଡ଼ିଥିଲା କେହି ଜଣେ ଶତାୟୁ ବୃଦ୍ଧ। ସେ ବିଷୟରେ ଅଧିକ ଗବେଷଣା ଏବଂ ଅନୁଧ୍ୟାନ ହେବା ପୂର୍ବରୁ ଦୁର୍ଭାଗ୍ୟବଶତଃ କିଛିଦିନ ପରେ ତାମ୍ରଶାସନଟି ଥଟ୍ଟାରୀଙ୍କ ଦ୍ୱାରା ଆଉଟା ହୋଇ ଗୃହ ସାମଗ୍ରୀରେ ପରିଣତ ହେଲା। ତାମ୍ରଶାସନଟିର କଥାବସ୍ତୁ ଲୋକଲୋଚନ ଅନ୍ତରାଳରେ ରହିଯାଇଥିଲା। ବୃଦ୍ଧଙ୍କ କଥା କେହି ବିଶ୍ୱାସ କରିନଥିଲେ। ତାମ୍ର ଶାସନରେ ଯେଉଁ କାହାଣୀଟି ବୃଦ୍ଧ ପଢ଼ିଥିଲେ ତାକୁ କିନ୍ତୁ ଶୁଣି ବିଶ୍ୱାସ କରିଥିଲା କୁଶଭଦ୍ରା। ତାମ୍ର ଶାସନରେ ଲିଖିତ କଥା ସହ କୁଶଭଦ୍ରା ମାଉସୀର ନିଜ ଶାଶୁ ଆଈ ଶାଶୁଙ୍କ ମୁହଁରୁ ଶୁଣିଥିବା କାହାଣୀ ମିଶିଯାଇଥିଲା। ତାମ୍ର ଶାସନଟିରେ କୋଣାର୍କ ନିର୍ମାଣ କାଳର ଏକ ମର୍ମସ୍ପର୍ଶୀ ଘଟଣାର ସୂଚନା ମିଳିବା ସଙ୍ଗେ ସଙ୍ଗେ ରାଜା ନରସିଂହ ଦେବଙ୍କର ଗୁଣାବଳୀ ବର୍ଣ୍ଣନା କରାଯାଇଥିଲା। ଆଉ ଟିକେ ଗଭୀରକୁ କୂପ ଖୋଳୁ ଖୋଳୁ ଗ୍ରାମବାସୀମାନେ ପାଇଥିଲେ ପାଷାଣ ପ୍ରତିମାଟିଏ। ପାଷାଣ ପ୍ରତିମାଟି ସମ୍ପର୍କରେ କାହାରି ବିଶେଷ କୌତୂହଳ ନଥିଲା। କୋଣାର୍କ ଅଞ୍ଚଳରେ ଏମିତି ଶହ ଶହ ଭାସ୍କର୍ଯ୍ୟ ଖଚିତ ମୂର୍ତ୍ତି ମାଟି ତଳେ ପୋତି ହୋଇ ପଡ଼ିଛି। କୋଣାର୍କ ନିକଟରେ ଅନେକ ଭଗ୍ନ ମୂର୍ତ୍ତି ନୀରବରେ ନୀଳ ଆକାଶକୁ ଚାହିଁ ସ୍ୱୀକୃତି ମାଗୁଛନ୍ତି। ସମୟେ ସମୟେ ମାଟି ଖୋଳା ହେବା ବେଳେ ଏ ଅଞ୍ଚଳର ଲୋକେ ପାଷାଣ ମୂର୍ତ୍ତି ପାଇବାରେ ଅଭ୍ୟସ୍ତ। ମୂର୍ତ୍ତିଟି ଅନେକ ବର୍ଷ ଧରି ପଡ଼ି ରହିଥିଲା କାଦୁଆ ନଦୀର ବାଲୁକା ଶଯ୍ୟାଧାରରେ। ଗାଁ ପିଲାମାନେ ମୂର୍ତ୍ତିଟିର କପାଳରେ ସିନ୍ଦୁର ଲଗାଇ ଫୁଲ ଦେଇ ପୂଜା କରୁଥିଲେ। ମୂର୍ତ୍ତିଟି ଏକ ଅର୍ଦ୍ଧ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଉପରେ ପ୍ରତିଷ୍ଠିତ ହୋଇଥିଲା। ପଦ୍ମ ପାଖୁଡ଼ା ଭିତରୁ ମୂର୍ତ୍ତିଟି ମୁଦ୍ରିତ ନୟନରେ ପ୍ରଣୟ ଭଙ୍ଗୀରେ ବିକଶିତ ହୋଇ ଉଠିଥିଲା। ମୂର୍ତ୍ତିଟିର ନିମ୍ନ ଦେଶରେ ଲେଖାଥିଲା ଚନ୍ଦ୍ରଭାଗା। ପାଷାଣ ପ୍ରତିମାଟି ମୁଖଶୋଭା ଅପୂର୍ବ। କାଳକ୍ରମେ ମୂର୍ତ୍ତିଟି ସମୟର ବାଲିଚରରେ ପୋତି ହୋଇ ପଡ଼ିଲା। ସେହି ସ୍ଥାନରେ ତୁଳସୀ ବୃକ୍ଷଟିଏ ଉଠିଥିଲା। ଗ୍ରାମ୍ୟ ଲଳନାମାନେ ସ୍ନାନ ସାରି ତୁଳସୀ ବୃକ୍ଷରେ ପାଣି ଦେଇ ଫେରୁଥିଲେ। ଲୋକେ କହନ୍ତି ସେ ମୂର୍ତ୍ତିଟିର ସ୍ମରଣରେ ଗାଁ ଗହଳରେ ତୁଳସୀ ଚଉରାରେ ଯୋଡ଼ ହସ୍ତରେ ନାରୀ ମୂର୍ତ୍ତି ଏବେ ମଧ୍ୟ ଦେଖାଯାଏ। ଚନ୍ଦ୍ରଭାଗା ନାମ୍ନୀ ସେଇ ପାଷାଣ ପ୍ରତିମାଟି ଯେ ଦିନେ ରକ୍ତ ମାଂସଧାରିଣୀ କୋମଳା ତରୁଣୀଟିଏ ଥିଲା, ସେ କଥା କେହି କ'ଣ ହେବେ ଥରେ ହେଲେ ଚିନ୍ତା କରିପାରେ? କୂପ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥାଏ। ପୂଜକଙ୍କୁ ସ୍ୱପ୍ନାଦେଶ ହେଲା ଖନନ କାର୍ଯ୍ୟ ବନ୍ଦ କରିବା ପାଇଁ। ଖନନ କାର୍ଯ୍ୟ ବନ୍ଦ ରହିଲା। ଏଥର ଅଳ୍ପ ଦୂରରେ କୂପ ଖନନ କାର୍ଯ୍ୟ ଆରମ୍ଭ ହେଲା। ପାଣି ଝର ଫିଟି ଆସୁଥାଏ। ଗୋଟାଏ ବିଚିତ୍ର ଘଟଣା ଘଟିଲା। ବହୁ ବର୍ଷ ତଳର ଏକ ନରକଙ୍କାଳ ବାହାରିଲା ମାଟି ତଳୁ। କଙ୍କାଳଟି ସେମିତି ନିଖୁଣ ହେଇଥାଏ। ଅନେକ ବର୍ଷ ମାଟି ତଳେ ପୋତି ହୋଇ ପଡ଼ି ପ୍ରସ୍ତର ପାଲଟି ଯାଇଥାଏ। ସମସ୍ତେ ଭାବିଲେ ସ୍ଥାନଟା ହୁଏତ କାଦୁଆ ନଦୀ ତୀରସ୍ଥ ଏକ ଶ୍ମଶାନ ଥିଲା। କେହି କେହି କଙ୍କାଳଟିକୁ ପରୀକ୍ଷା କରି କହିଲେ ସେଇଟି ନାରୀ କଙ୍କାଳ। ନାରୀଟି ଯୁବତୀ ଏବଂ ବିବାହିତା। କଙ୍କାଳଟିର ବାମ ପାଦର ଆଙ୍ଗୁଳିରେ ଗୋଟିଏ ରୂପାର ଝୁଣ୍ଟିଆ ଝଟକୁଥିଲା। ଲୋକଙ୍କର ଅନୁମାନକୁ ସତ୍ୟରେ ପରିଣତ କରି ଠିକ୍ ସେଇ କଥା କହିଥିଲେ ଦଳେ ଇଂରେଜ ନୃତତ୍ତ୍ୱବିତ୍। ସେମାନେ କୋଣାର୍କ ଭ୍ରମଣରେ ଆସି କଙ୍କାଳଟିର ଆବିଷ୍କାର ସମ୍ବନ୍ଧରେ ଶୁଣିଥିଲେ। କୌତୂହଳ ବଶତଃ ସେମାନେ କଙ୍କାଳଟିକୁ ପରୀକ୍ଷା କରି ମତ ଦେଇଥିଲେ ଯେ କଙ୍କାଳଟି ତ୍ରୟୋଦଶ ଶତାବ୍ଦୀର ଏବଂ ତାହା ଏକ ଯୁବତୀର କଙ୍କାଳ। କଙ୍କାଳଟିର ଆକାର ଏବଂ ଗଠନ ଦେଖି ସେମାନେ କହିଥିଲେ ତରୁଣୀଟି ନିଶ୍ଚିତ ଭାବରେ ସୁଠାମ ହେଇଥିବ। କଙ୍କାଳ ଅନେକ ଦିନ ପଡ଼ି ରହିଥିଲା କାଦୁଆ ନଦୀ ତଟରେ। ଅକସ୍ମାତ୍ ଦିନେ ରାତିରେ କଙ୍କାଳଟି ଉଭାନ ହୋଇଯାଇଥିଲା। ଲୋକ କହିଥିଲେ କାଦୁଆ ନଦୀରେ ଅକସ୍ମାତ୍ ଜୁଆର ଆସି କଙ୍କାଳଟିକୁ ସ୍ରୋତରେ ଭସାଇ ନେଇଛି। ସମସ୍ତେ ଆଶ୍ୱସ୍ତ ହୋଇଥିଲେ, କାରଣ କଙ୍କାଳଟିର କି ବ୍ୟବସ୍ଥା କଲେ ତା ଆତ୍ମାର ସଦ୍ଗତି ହେବ, ସେହି ବିଷୟରେ ଗାଁ ଲୋକେ ଚିନ୍ତିତ ଥିଲେ। କୁଶଭଦ୍ରା ମାଉସୀ ଯେତିକି ଆଗ୍ରହରେ କଥା କହୁଥାଏ, ତାଠାରୁ ଅଧିକ ଉତ୍କଣ୍ଠାରେ ଶୁଣୁଥାନ୍ତି ଚାର୍ଲ୍ସ ଏବଂ ପ୍ରାଚୀ। କଥା ମଝିରେ ପ୍ରାଚୀ ଚାପା କଣ୍ଠରେ କହିଲା, ମାଉସୀ, ଏ ଭୂତପ୍ରେତର କଥା ଛାଡ଼ି କୋଣାର୍କ ସମ୍ବନ୍ଧରେ ଯାହା ଲୋକମୁଖର ପ୍ରଚଳିତ କାହାଣୀ ଓ କିମ୍ବଦନ୍ତୀ ତମେ ଜାଣ ସେତିକି କୁହ। ଆମର ସେତିକି ଦରକାର। ବୁଢ଼ୀ ମ୍ଳାନ ହସି କହିଲା, ଏଇଠୁ ତ କୋଣାର୍କର କଥା ଆରମ୍ଭ। ମୁଁ ଶୁଣିଥିଲି ମୋ ଶାଶୁ ଆଈ ଶାଶୁଙ୍କ ମୁହଁରୁ। ସେମାନେ ଶୁଣିଥିଲେ ତାଙ୍କ ଶାଶୁ ଆଈ ଶାଶୁଙ୍କ ଠାରୁ। ଏମିତି ଏମିତି କେତେ ଯୁଗ ବିତିଗଲାଣି, ହେଲେ ମୋ କଥା କେହି ବି ବିଶ୍ୱାସ କରେନି। ଚାର୍ଲ୍ସ ଯାଯାବର ଆଡ଼ଭେଞ୍ଚର ତାକୁ ଭଲ ଲାଗେ। ସେ ଉତ୍କଣ୍ଠାରେ ପ୍ରଶ୍ନ କଲା,
କଙ୍କାଳଟା କୁଆଡ଼େ ଉଭାନ ହୋଇଗଲା ରାତାରାତି? ବୁଢ଼ୀ ମୁଣ୍ଡ ହଲାଇ କହିଲା, ଉଭାନ ହୋଇଯାଇଥିଲେ ତ କାହାଣୀ କହିବା ଦରକାର ହୋଇନଥାନ୍ତା। ତା ଆଉ ହେଲା କୋଉଠି? ତେବେ? ବୁଢ଼ୀ ଆଖିରେ ଦେଖିଥିବା ଛବିଟିକୁ ସ୍ମରଣ କଲା ପରି ଆସ୍ତେ ଆସ୍ତେ କହିବାକୁ ଆରମ୍ଭ କଲା ଏକ ରହସ୍ୟ ରୋମାଞ୍ଚଭରା ପ୍ରେମ ଓ ପ୍ରତୀକ୍ଷାର କାହାଣୀ। ସେତେବେଳେ କୋଣାର୍କର ଆକାଶ ସମ୍ପୂର୍ଣ୍ଣ ଅନ୍ଧକାରଚ୍ଛନ୍ନ। ଦୀର୍ଘ 300 ବର୍ଷ ଧରି କୋଣାର୍କ ଏକ ଅବହେଳିତ ଅନ୍ଧାର ଯୁଗ ମଧ୍ୟରେ ପଡ଼ି ରହିଥାଏ। କୋଣାର୍କ ଚତୁର୍ଦ୍ଦିଗରେ ଘଞ୍ଚ ଜଙ୍ଗଲ। ସେହି ଝାଡ଼ ଜଙ୍ଗଲ ଭିତରେ ଜ୍ୟୋତ୍ସ୍ନା ରାତିରେ ଘୂରି ବୁଲେ କଙ୍କାଳଟିଏ। ଦୂରରେ ଥାଇ କୋଣାର୍କର ଭଗ୍ନାଂଶକୁ ସ୍ଥିର ଦେଇ ଚାହିଁ ରହେ। ଦୀର୍ଘଶ୍ୱାସ ବାହାରି ଆସେ ପଞ୍ଜରା ଭିତରୁ। ସେ ଦୀର୍ଘଶ୍ୱାସ ଅରଣ୍ୟର ପତ୍ରେ ପତ୍ରେ ମର୍ମର ତୋଳେ। ଲୋକେ କହନ୍ତି, ରାତିରେ ଅରଣ୍ୟ କାନ୍ଦୁଛି କୋଣାର୍କ ଶିଳ୍ପୀକୁ ସୁମରି, ରାଜା ନରସିଂହ ଦେବଙ୍କୁ ସୁମରି। କଙ୍କାଳଟି ବେଳେବେଳେ ଅସ୍ଥି ସମ୍ବଳିତ 2 ହାତ ଉଠାଇ କୋଣାର୍କକୁ ପ୍ରଣାମ କରେ। ଜଙ୍ଗଲ ଭିତରେ ଘୂରି ଘୂରି ଚନ୍ଦ୍ରଭାଗା ମୁହାଣରେ ଅଦୃଶ୍ୟ ହୋଇଯାଏ। କଙ୍କାଳକୁ କେହି କେହି ଦୂରରୁ ଦେଖି ଭୟ ପାଆନ୍ତି। ଅକସ୍ମାତ୍ ନିକଟରେ କେହି କେହି କଙ୍କାଳକୁ ସାମ୍ନା କଲେ ବିସ୍ମୟ ବିଭୂତ ହୋଇ ଦେଖନ୍ତି କଙ୍କାଳର ଚକ୍ଷୁକୋଟରେ 2ଟି ପଦ୍ମଫୁଲର ଆଖି। ଜ୍ୟୋତ୍ସ୍ନାଲୋକରେ ସେହି ପଦ୍ମଫୁଲର ଆଖିରେ ଚିକ୍ ଚିକ୍ କରୁଥାଏ 2 ବିନ୍ଦୁ ଅଶ୍ରୁଜଳ। ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି, କଙ୍କାଳର ଆଖିରେ ପୁଣି ଏତେ ମାୟା, ଏତେ ମାଦକତା। ଦେଖିବା ଲୋକେ କହନ୍ତି, କଙ୍କାଳଟି ନିଶ୍ଚୟ ଜଣେ ଯୁବତୀର। ଏଭଳି ମନୋରମ ଚକ୍ଷୁର ଅଧିକାରିଣୀ ଜଣେ ରୂପସୀ ଯୁବତୀ ପାଇଁ କେବଳ ହୋଇପାରେ। କଙ୍କାଳଟି କେବେ କାହାର କ୍ଷତି କରେ ନାହିଁ। କଙ୍କାଳଟିକୁ ଦେଖିବା ଲୋକେ ବିସ୍ମୟରେ ଏମିତି ଅଭିଭୂତ ହୋଇପଡ଼ନ୍ତି ଯେ ଭୟ ସେଠି ବିସ୍ମରଣ ହୁଏ। ସେ ଅନ୍ଧାର ଯୁଗର କଥା। କୋଣାର୍କର 2 ପାର୍ଶ୍ୱରେ ସମୁଦ୍ର କୂଳରେ ଦୀର୍ଘ ମାଇଲ ମାଇଲ ବ୍ୟାପୀ ବିସ୍ତୃତ ଜଙ୍ଗଲ ମୁଣ୍ଡ ଟେକିଥାଏ। କୋଣାର୍କ ମନ୍ଦିରର ପତନ ହୋଇଥାଏ। କୋଣାର୍କର ସୂର୍ଯ୍ୟମୂର୍ତ୍ତି ଅପସାରଣ ପରେ ମନ୍ଦିରର ସମସ୍ତ ପୂଜାନୀତି ବନ୍ଦ ହୋଇଯାଇଥାଏ। ତା ପୂର୍ବରୁ କୋଣାର୍କର ବନ୍ଦର ବାଣିଜ୍ୟ ବନ୍ଦ ହୋଇଯାଇଥାଏ। ଅତୀତ କୋଳାହଳମୟ କୋଣାର୍କ ନଗରୀ ଜନମାନବ ଶୂନ୍ୟ ହୋଇ ଘୋର ଅନ୍ଧକାରମୟ ଜଙ୍ଗଲରେ ପରିଣତ ହୋଇଥାଏ। ପରିତ୍ୟକ୍ତ କୋଣାର୍କ ଦୀର୍ଘ 150 ବର୍ଷ ଧରି ବନ୍ୟଜନ୍ତୁଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥାଏ। କୋଣାର୍କ ମନ୍ଦିର ଭାଙ୍ଗି ପଡ଼ିବା ସଙ୍ଗେ ସଙ୍ଗେ ବାଲି ଏବଂ ପଥର ଦ୍ୱାରା ସମ୍ପୂର୍ଣ୍ଣ ପୋତି ହୋଇ ପଡ଼ିଥାଏ। ପୃଥିବୀର ଅଦ୍ୱିତୀୟ କାରୁକାର୍ଯ୍ୟ ମଣ୍ଡିତ କୋଣାର୍କ ମନ୍ଦିର ଏକ ଭୟାନକ ପ୍ରେତପୁରୀ ଭଳି ନିକଟସ୍ଥ ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଥାଏ। କୋଣାର୍କ ମନ୍ଦିରର ବେଢ଼ାଟି ମଧ୍ୟ ଧୀରେ ଧୀରେ ବାଲି ଓ ପଥରରେ ପୋତି ହୋଇ ପଡ଼ିଲା। ନାଟମନ୍ଦିର, ମାୟାଦେବୀ ମନ୍ଦିର ଏବଂ ବେଢ଼ାର ଅନ୍ୟାନ୍ୟ ସମସ୍ତ ମନ୍ଦିର ଓ ପୀଠଗୁଡ଼ିକ ବାଲିପଥରର ସ୍ତୂପ ମଧ୍ୟରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲା। କେବଳ ମୁଖଶାଳାର ଅର୍ଦ୍ଧେକ ମାତ୍ର ଉପରକୁ ଦେଖାଯାଉଥାଏ। କୋଣାର୍କର ଆତ୍ମା ଶ୍ୱାସରୁଦ୍ଧ ଅବସ୍ଥାରେ ଚିତ୍କାର କରୁଥାଏ। ସେହି ଭୟଙ୍କର ପରିବେଶରେ ଘୂରି ବୁଲେ କଙ୍କାଳଟି। ନିର୍ଜନ ରାତ୍ରିରେ କାହାର କାନ୍ଦଣା ଭାସି ଆଠେ। ଲୋକେ କହନ୍ତି, କଙ୍କାଳ କାନ୍ଦେ। କୋଣାର୍କର ଅସୁମାରୀ ଭଗ୍ନ ପଥରଖଣ୍ଡ ଭିତରେ ଶହ ଶହ ଶିଳ୍ପୀ ଆତ୍ମା କାନ୍ଦେ। ଅଭିଶପ୍ତ କିନ୍ନର ଭଳି କୋଣାର୍କ ପରିତ୍ୟକ୍ତ ହୋଇ ପଡ଼ି ରହିଲା 300 ବର୍ଷ। 300 ବର୍ଷ ଧରି କଙ୍କାଳଟା ଜଗି ରହିଥିଲା ଅଲୋଡ଼ା, ଅଖୋଜା ଆଦରର ସନ୍ତାନଟିକୁ। କୋଣାର୍କ ଉଦ୍ଧାର ପରେ କଙ୍କାଳଟି ଆଉ ଦେଖାଦିଏ ନାହିଁ। ଘୂରି ବୁଲେ ଲୋକଲୋଚନ ଅନ୍ତରାଳରେ। ଦୂରରୁ ଦେଖେ ତାର ଅତି ପ୍ରିୟ କୋଣାର୍କକୁ। କଙ୍କାଳର କାନ୍ଦଣା ଆଉ ଶୁଭେ ନାହିଁ। କୋଣାର୍କର ଅତୀତ ଇତିହାସ ଭଳି କଙ୍କାଳ ବି ବିସ୍ମୃତ ହୋଇଯାଇଥିଲା ଜନମାନସ ପଟରୁ। କିନ୍ତୁ ଆଉଥରେ ତ୍ରୟୋଦଶ ଶତାବ୍ଦୀର ସେହି କଙ୍କାଳର ଆବିର୍ଭାବ ହୋଇଛି ବୋଲି ଯେଉଁ ଜନରବ ଶୁଣାଯାଉଥିଲା, ତାକୁ ପ୍ରମାଣିତ କରିବାକୁ ଚାହୁଁଥିଲା କୁଶଭଦ୍ରା ବୁଢ଼ୀ। ଓଡ଼ିଶା ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜ। ପୁରୀ, କୋଣାର୍କ, ଭୁବନେଶ୍ୱରକୁ ସଂଯୋଗ କରିବା ପାଇଁ ବେଳାଭୂମି ମାର୍ଗର 5 କିଲୋମିଟର ରାସ୍ତା ଚନ୍ଦ୍ରଭାଗା ଛକଠାରେ ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ଆଗକୁ ଲମ୍ବି ଯାଇଛି।
ତା ଆଗକୁ ପ୍ରାୟ 24 କିଲୋମିଟର ରାସ୍ତା ନିଘଞ୍ଚ ଝାଉଁ ଜଙ୍ଗଲ ମଧ୍ୟରେ ବାଟ ଖୋଜି ଖୋଜି ତ୍ରାଣକର୍ତ୍ତା ଜଗନ୍ନାଥଙ୍କ ବଡ଼ଦାଣ୍ଡ ଧୂଳିରେ ହଜିଯିବା ପାଇଁ ଆକୁଳ ହୋଇପଡ଼ିଛି। ଅବଶିଷ୍ଟ 14 କିଲୋମିଟର ରାସ୍ତା ଛଇତନା ଗୋପରାସ୍ତା ସହ ମିଳିଛି। କୋଣାର୍କର ସମନ୍ୱିତ ବିକାଶ ନିମନ୍ତେ 3,50,00,000 ଟଙ୍କା ବ୍ୟୟରେ ବେଳାଭୂମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ସୁବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସାଧନ ନିମନ୍ତେ ହୁଏତ ଏଇ ପ୍ରଥମ ପଦକ୍ଷେପ। ମାତ୍ର ଗୋଟିଏ ସପ୍ତାହ ବିତି ନାହିଁ, ଏ କି ଅଭାବିକ ଘଟଣା ଘଟିଯାଉଛି ଗୋଟିଏ ପରେ ଗୋଟିଏ। ଜନରବ ହେଲା। ଏ ଭିତରେ 13 କିଲୋମିଟର ରାସ୍ତା ବର୍ଷାରେ ଧୋଇ ନଷ୍ଟ ହୋଇଯାଇଛି। ବାଲିଘାଇ ଛକଠାରୁ କୋଣାର୍କ ଆଡ଼କୁ ନିର୍ମିତ ହୋଇଥିବା 13 କିଲୋମିଟର ରାସ୍ତାର ଦୁଇ ପାର୍ଶ୍ୱରେ 14 ଫୁଟ ଓସାର ବାଲି ଅଚାନକ ରାତାରାତି ଉଭାନ ହୋଇଯାଇଥାଏ। କେହି କେହି କହୁଥିଲେ କୁଶଭଦ୍ରା ନଦୀର ଗତିପଥ ପରିବର୍ତ୍ତନ ହେବା ଫଳରେ ଚନ୍ଦ୍ରଭାଗାଠାରୁ ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଆକସ୍ମାତ୍ କୁଶଭଦ୍ରା ଗତି ପରିବର୍ତ୍ତନ କଲା କାହିଁକି? ଏ ସମସ୍ତ ଯୁକ୍ତିକୁ ଖଣ୍ଡନ କରି ପୁରୁଖା ଲୋକମାନେ କହୁଥିଲେ ବେଳାଭୂମି ରାସ୍ତା ଏଭଳି ଭାବରେ କ୍ଷତିଗ୍ରସ୍ତ ହେବା ପଛରେ ଅଶରୀରୀ ସେଇ କଙ୍କାଳର ପ୍ରଭାବ ହିଁ ବେଶୀ। 700 ବର୍ଷ ଧରି ଘୋର ଅରଣ୍ୟ ଭିତରେ ମୁହଁ ଲୁଚାଇ କଙ୍କାଳ ତାର ପ୍ରିୟ କୋଣାର୍କକୁ ଏକାଗ୍ର ଚିତ୍ତରେ ଜଗି ରହିଛି। ଜଙ୍ଗଲ ଭିତରେ ରାସ୍ତା ନିର୍ମାଣ ଫଳରେ କଙ୍କାଳର ଶାନ୍ତି ଭଙ୍ଗ ହୋଇଛି, ତାର ଏକାଗ୍ରତା ନଷ୍ଟ ହୋଇଛି। ବେଳାଭୂମି ରାସ୍ତା ନିର୍ମାଣ ପଥରେ ସେ ତେଣୁ ପ୍ରତିବନ୍ଧକ ସୃଷ୍ଟି କରୁଛି। ସେ ଯେମିତି ନିର୍ଜନ ରାତିରେ ସମୁଦ୍ରର ଗର୍ଜନ ସଙ୍ଗେ ସଙ୍ଗେ ସ୍ୱର ମିଳାଇ ଅଟ୍ଟହାସ୍ୟ କରୁଛି। ଝାଉଁବଣର ମର୍ମର ଧ୍ୱନି ଭିତରେ କହୁଛି, ହେ କୋଣାର୍କ, ଶିଳ୍ପୀର ବଂଶଧର, 700 ବର୍ଷ ତଳର ଭଗ୍ନ କୋଣାର୍କ ଏବେ ବି ନିଖୁଣ କାରୁକାର୍ଯ୍ୟର ସମ୍ଭାର ଧରି ବିଶ୍ୱବାସୀଙ୍କୁ ସ୍ତମ୍ଭୀଭୂତ କରେ। ତାକୁ ମୁଁ ଜଗି ବସିଥିଲି ବର୍ଷ ବର୍ଷ ଧରି। ଖରା, ବର୍ଷା, ଝଡ଼, ତୋଫାନ ଭିତରେ ଏ ନିଘଞ୍ଚ ଝାଉଁବଣ ହିଁ ଥିଲା ମୋର ନିର୍ଜନ ଶାନ୍ତିମୟ ବାସସ୍ଥଳୀ। ତମେ ଯଦି କୋଣାର୍କର ସୁରକ୍ଷା କରିପାରିବ ନାହିଁ, ମୋର ଶାନ୍ତିଭଙ୍ଗ କଲ କାହିଁକି? ମୋର ଏକାଗ୍ରତା ନଷ୍ଟ କଲ କାହିଁକି? କୋଣାର୍କ ଭାଙ୍ଗି ପଡ଼ୁଛି। କୋଣାର୍କ ଧୀରେ ଧୀରେ ଢଳି ଯାଉଛି ସୁରକ୍ଷା ଅଭାବରେ। ଏବେ ମୋର ଆତ୍ମାକୁ ଶାନ୍ତି ଦେବ କିଏ? ମୋର ମୁକ୍ତି କେବେ? ଶୂନ୍ୟକୁ ଚାହିଁ କୁଶଭଦ୍ରା ମାଉସୀ ନିର୍ବାକ୍ ହୋଇଗଲା। ଆଉ ତାର ସ୍ୱର ଶୁଭିଲା ନାହିଁ। ସେ ବାକ୍ ଶକ୍ତି ହରାଇ ବସିଛି। ଆଉ ତାର ମୁଖ ଖୋଲିବ ନାହିଁ। ସତ୍ୟ ହେଉ ବା ମିଥ୍ୟା ହେଉ, କୋଣାର୍କ ନିର୍ମାଣ ସମ୍ବନ୍ଧୀୟ ଏକ ମୂଲ୍ୟବାନ କିମ୍ବଦନ୍ତୀ ଅଶ୍ରୁତ ରହିଗଲା। ବହୁ ମୂଲ୍ୟବାନ ଇପ୍ସିତ ପଦାର୍ଥ ହାତଛଡ଼ା ହୋଇଯିବା ପରି ଚାର୍ଲ୍ସ ଏବଂ ପ୍ରାଚୀ ନୈରାଶ୍ୟରେ ନିର୍ବାକ୍ ହୋଇ ବସିଥାନ୍ତି। ଚାର୍ଲ୍ସର ଇଚ୍ଛା ହେଉଥାଏ କୁଶଭଦ୍ରା ବୁଢ଼ୀର ହୃଦୟର ଚାବିକାଠି ଖୋଜି ଆଣି ତା କାହାଣୀର ଗନ୍ତାଘର ଖୋଲି ତା ଭିତରେ ହଜିଯିବା ପାଇଁ। ଇଣ୍ଡିଆର ଏମିତି ଅନେକ କାହାଣୀ, କିମ୍ବଦନ୍ତୀ ଚାର୍ଲ୍ସକୁ ବେଳେବେଳେ ସତ୍ୟ ମନେ ହୁଏ। କୁଶଭଦ୍ରା ଇଙ୍ଗିତରେ ଚାର୍ଲ୍ସକୁ ପାଖକୁ ଡାକୁଛି। ଚାର୍ଲ୍ସ ବୁଢ଼ୀ ପାଖକୁ ଘୁଞ୍ଚିଗଲା। ବୁଢ଼ୀ ଇଙ୍ଗିତ କରି କହୁଛି ତାର ପଣତ କାନିରୁ କିଛି ଖୋଲି ନେବା ପାଇଁ। ଚାର୍ଲ୍ସ କୁଣ୍ଠିତ ହୋଇ ବସିଛି। ପ୍ରାଚୀ ଅତି ଯତ୍ନରେ କୁଶଭଦ୍ରା ମାଉସୀର ପଣତ କାନିରୁ ଖୋଲିଲା ଛୋଟିଆ କରାଟଟିଏ। କ'ଣ ଅଛି ତା ଭିତରେ? ବୁଢ଼ୀ ହୃଦୟର ଚାବିକାଠି। କରାଟ ଖୋଲି ବିସ୍ମିତ ହୋଇଗଲା ପ୍ରାଚୀ। କରାଟ ଭିତରେ ସରୁ ସରୁ ଛୋଟ ଲୁହାର ଚାବିକାଠି। ଚାର୍ଲ୍ସ ସ୍ତବ୍ଧ ହୋଇ ଭାବୁଥାଏ, ସତକୁ ସତ ଇଣ୍ଡିଆର ଲୋକମାନଙ୍କ ହୃଦୟର ଚାବିକାଠି କ'ଣ ଏଡ଼େ ସହଜରେ ମିଳିଯାଏ? ଚାର୍ଲ୍ସ ଚାବିକାଠି ଖୋଜୁଛି ବୋଲି କୁଶଭଦ୍ରା ମାଉସୀ ଜାଣିଲା କେମିତି? ବୁଢ଼ୀ ଚାର୍ଲ୍ସକୁ ପୁଅ ବୋଲି ସମ୍ବୋଧନ କରେ। ଏଠି ମାଆମାନେ କ'ଣ ଏମିତି ପିଲାମାନଙ୍କ ମନର କଥା ନିର୍ଦ୍ୱନ୍ଦରେ ପଡ଼ିପାରନ୍ତି? ଚାର୍ଲ୍ସ ହାତକୁ ଚାବିକାଠି ବଢ଼ାଇ ଦେଲା ପ୍ରାଚୀ। ଚାର୍ଲ୍ସ ରୋମାଞ୍ଚିତ ହେଇ ଉଠୁଥାଏ ଗୋଟାଏ ଅକଳ୍ପନୀୟ ଆବେଗରେ। ଚାବିଟିକୁ ଧରି ପ୍ରାଚୀକୁ ଚାହିଁ ପ୍ରଶ୍ନ କଲା, କ'ଣ କରିବି? କୁଶଭଦ୍ରା ବୁଢ଼ୀ ପୁଣି ଥରେ ଇଙ୍ଗିତ କରି ଘର କୋଣରେ ଥିବା ଗୋଟାଏ ଜୀର୍ଣ୍ଣ କଳଙ୍କି ଲୁହାର ଛୋଟ ବାକ୍ସକୁ ଦେଖାଇଲା। ଚିତ୍ରୋତ୍ପଳା ଏତେବେଳେ ଉତ୍ସାହିତ କଣ୍ଠରେ କହିଲା, ସେଥିରେ ଖାଲି ସୁନାମୋହର ଅଛି। ରାଜା ନରସିଂହ ଦେବ ଉପହାର ଦେଇଥିଲେ କୋଣାର୍କ ଶିଳ୍ପୀ ବୁଢ଼ୀର ପୁଅମାନଙ୍କୁ। ବୁଢ଼ୀ ତାକୁ କାଳ କାଳ ଧରି ସଞ୍ଚିଛି। ବେଗୁନିଆ ଗାଁର ଦକ୍ଷିଣେଶ୍ୱର ମନ୍ଦିର ପାଖରେ ବୁଢ଼ୀର ପୂର୍ବପୁରୁଷ ରହୁଥିଲେ। ଗାଁ ଛାଡ଼ି କୋଣାର୍କ ପାଖ ଖେରଙ୍ଗ ଗାଁକୁ ଆସିବାକୁ
ଦିନ ବୁଢ଼ୀ ଗୋଟିଏ ଲୋକକୁ ମୂଲ ଦେଇ ବାକ୍ସଟା ଆଣିଥିଲା ବୋଲି ପୁରୁଖା ଲୋକେ କହନ୍ତି। ବାକ୍ସଟିକୁ ବୁଢ଼ୀ ସବୁଦିନ ପୂଜା କରେ, ସନ୍ଧ୍ୟା ଦୀପ ଜାଳେ। ପ୍ରାଚୀ ଏବଂ ଚାର୍ଲସ ବାକ୍ସଟାକୁ ଚାହିଁ ରହିଥାନ୍ତି। ବାକ୍ସ ଉପରେ ବର୍ଷ ବର୍ଷର ସଞ୍ଚିତ ସିନ୍ଦୁର ଗାର ଏବଂ ଚନ୍ଦନର ଛିଟା। କୁଶଭଦ୍ରା ମାଉସୀର ପ୍ରାଚୀନ ଦେହରେ ବୟସର ବୁଢ଼ିଆଣୀ ଜାଲ ଭଳି ଚନ୍ଦନର ଛିଟା ଲୋଳିତ ଚର୍ମ ଭଳି ଓହଳି ପଡ଼ିଥାଏ ସ୍ତର ସ୍ତର ହେଇ। ବାକ୍ସ ଖୋଲିବା ପାଇଁ ବୁଢ଼ୀ ଇଙ୍ଗିତ କରୁଥାଏ। ଚାର୍ଲସ ନିଷ୍ପନ୍ଦ ହୋଇ ବସିଥାଏ। ଯଦି ବା ଚିତ୍ରାର କଥା ସତ୍ୟ ହୁଏ, ତେବେ ସୁନାମୋହର ନେଇ ଚାର୍ଲସ କ'ଣ କରିବ? ଏଭଳି ଅନଧିକାର କାର୍ଯ୍ୟରେ ସେ ହାତ ଦେବ କାହିଁକି? ଚାର୍ଲସ ଭାବୁଥାଏ। ସେ ସୁନାମୋହର ଗୁଡ଼ିକରୁ ଗୋଟିଏ ଯଦି ବୁଢ଼ୀ ତାଙ୍କୁ ଦାନ କରିଦିଅନ୍ତା, ତେବେ ସେଥିରେ ଚିତ୍ରୋତ୍ପଳାର ବିବାହ କାର୍ଯ୍ୟ ସମ୍ପନ୍ନ କରି ଚାର୍ଲସ ନିଜକୁ ଧନ୍ୟ ମଣନ୍ତା। ପୁଣ୍ୟଭୂମି ଭାରତରେ ସେଇ ହୁଅନ୍ତା ଚାର୍ଲସର ଶ୍ରେଷ୍ଠ ପୁଣ୍ୟ କାର୍ଯ୍ୟ। କିନ୍ତୁ ସେ ଯେ ଜଣେ ବିଦେଶୀ ମ୍ଲେଚ୍ଛ, ମୃତ୍ୟୁ ପଥର ଯାତ୍ରିଣୀ ବୁଢ଼ୀଟି ପୁଣ୍ୟ ଅର୍ଜନ ନିମନ୍ତେ ତାଙ୍କୁ ସ୍ୱର୍ଣ୍ଣମୋହର ଦାନ କରିବ ନାହିଁ, ଏକଥା ସତ୍ୟ। ପ୍ରାଚୀ ଚାର୍ଲସ ହାତକୁ ଚାବିଟି ନେଇ ବାକ୍ସ ଖୋଲିଲା। ବହୁ କଷ୍ଟରେ କଳଙ୍କି ଲଗା ବାକ୍ସଟି ଅଳ୍ପ ଶବ୍ଦ କରି ଖୋଲିଗଲା। ବାକ୍ସ ଭିତରେ ସ୍ୱର୍ଣ୍ଣ ମୋହର ନଥିଲା, ଥିଲା ଅମୂଲ୍ୟ ରତ୍ନର ସ୍ତୂପ। ପରସ୍ତ ପରସ୍ତ ହୋଇ 7 ପରସ୍ତ ଜୀର୍ଣ୍ଣ ପାଟକନାର ଗୁଡ଼ା ହୋଇ ରହିଛି କେତେଗୁଡ଼ିଏ ତାଳପତ୍ର ପୋଥି। ଚିତ୍ରୋତ୍ପଳା ମୁହଁ ମୋଡ଼ି ଦେଇ ବେଖାତିର ଭାବେ ହସିଦେଲା। କହିଲା, ଏ ତାଳପତ୍ର ଗୁଡ଼ାକ ଏତେ କାଳ ଧରି ବୁଢ଼ୀଟା ସଞ୍ଚିଥିଲା ଫୁଲ ସିନ୍ଦୁକ ଦେଇ। ବୁଢ଼ୀଟାର ମତିଭ୍ରମ ହୋଇଥିଲା କି କ'ଣ? ଚାର୍ଲସ ଭାବାବିଷ୍ଟ ହୋଇ ବସିଥିଲା। ପ୍ରାଚୀ କହିଲା, ଆଶ୍ଚର୍ଯ୍ୟ! ଏତେ କାଳର ସଞ୍ଚିତ ପୋଥି ଶେଷକୁ ସାହେବଙ୍କ ହାତରେ ଦେଇଗଲା କୁଶଭଦ୍ରା ମାଉସୀ। ଚାର୍ଲସ ଉପରେ ତାର ଏତେ ବିଶ୍ୱାସ, ଏତେ ଆସ୍ଥା। ଚିତ୍ରୋତ୍ପଳା କହିଲା, ସବୁଦିନ ବାକ୍ସଟାକୁ ପୋଛିଲା ବେଳେ କୁସି ମାଉସୀ ଗୁଣୁଗୁଣୁ ହେଇ କହେ, ଚିତ୍ରା ଲୋ, ତା ଭିତରେ ସୁନାମୋହର ଅଛି। ଯାହା ଉପରେ ବିଶ୍ୱାସ ଆସିବ, ତାରି ହାତରେ ଟେକି ଦେଇଯିବେ ମଲା ପୂର୍ବରୁ। ଯାହା ହାତରେ ଟେକି ଦେବି, ସେ ଯେମିତି ତାକୁ ବିକି ଭାଙ୍ଗି ନ ଦିଏ। ସେ ତାକୁ ପୂଜା କରିବ ଠିକ୍ ମୋ ଭଳି। ସେ ପରା ମୋର ପୁଅ ନାତିଙ୍କର ବଂଶ ଗୌରବର କଥା। ସୁନାମୋହର ଉପରେ ଏ ଜାତିର କେତେ ତ୍ୟାଗର କାହାଣୀ ଲେଖା ହେଇଛି। ଚିତ୍ରା ହସି ପକାଇଲା। କହିଲା, ତାଳପତ୍ର ପୋଥି ଆଉ ସୁନାମୋହର? ପ୍ରାଚୀ ଅତି ଯତ୍ନରେ ପୋଥିତକ ଏକତ୍ର କରି ମୁଣ୍ଡରେ ଲଗାଇଲା। ଚାର୍ଲସ ବୁଢ଼ୀର ଶୀତଳ ହୋଇ ଆସୁଥିବା ଶୀର୍ଣ୍ଣ ହାତଟିକୁ ମୁଠାଇ ଧରି ବାରମ୍ବାର କହୁଥିଲା, ମୁଁ ପ୍ରତିଜ୍ଞା କରୁଛି, ଏ ଜାତିର ମହାନ ପରମ୍ପରାକୁ ପୂଜା କରିବି, ସମ୍ମାନ ଦେବି। ପ୍ରାଚୀ ବୁଢ଼ୀ ପାଟିରେ ନିର୍ମାଲ୍ୟ ପାଣି ଦେବା ପାଇଁ ଚାର୍ଲସକୁ କହିଲା। ଚିତ୍ରୋତ୍ପଳା ନିର୍ମାଲ୍ୟ ପାଣି ଆଣିଲା। ଚାର୍ଲସ ବୁଢ଼ୀ ପାଟିରେ ପାଣି ଟୋପାଏ ଦେଉ ଦେଉ ବୁଢ଼ୀ ପରମ ଶାନ୍ତିରେ ଆଖି ବୁଜିଦେଲା। ଚାର୍ଲସର ଆଖି ଦେଇ ମାତ୍ର ବିନ୍ଦୁଏ ଜଳ ଝରି ପଡ଼ିଲା ବୁଢ଼ୀର ଶୀର୍ଣ୍ଣ ଶୀତଳ କପାଳରେ। ଚାର୍ଲସ ଆସ୍ତେ କହିଲା, ମୁଁ ମୁଖାଗ୍ନି ଦେବି। ଏଥିରେ କାହାର କିଛି ଆପତ୍ତି ନାହିଁ ତ? ପ୍ରାଚୀ ଆର୍ଦ୍ର କଣ୍ଠରେ କହିଲା, କୁଶଭଦ୍ରା ମାଉସୀ ଜାତି, ଧର୍ମ, ବର୍ଣ୍ଣ ଏବଂ ସମସ୍ତ ପ୍ରକାର ବିତର୍କରେ ବହୁ ଊର୍ଦ୍ଧ୍ୱରେ। ତମେ ମୁଖାଗ୍ନି ଦେଲେ ତାର ଆତ୍ମାକୁ ଶାନ୍ତି ମିଳିବ। ଓଡ଼ିଶା ଜଗନ୍ନାଥର ଦେଶ, ସର୍ବଧର୍ମ ସମନ୍ୱୟ ପବିତ୍ର ପୀଠସ୍ଥଳୀ। ଚିତାନିଆରେ କଳା କଳା ଧୂଆଁ କୁଣ୍ଡଳି ହେଇ ଉଠୁଥାଏ ଆକାଶକୁ। ଆକାଶେ ଆକାଶେ ମିଶୁଥାଏ ମହାଶୂନ୍ୟରେ। ଶୁଭ୍ର ସୂର୍ଯ୍ୟାଲୋକ ଭିତରେ କଳା ଧୂଆଁ ସବୁ ଆସ୍ତେ ଆସ୍ତେ ପତଳା ହୋଇ ମିଶି ଯାଉଥାଏ କଳା ଏବଂ ଧଳା ଭିତରେ କିଛି ବି ସୀମାରେଖା ନ ରଖି। ଚାର୍ଲସ ଭାବୁଥାଏ, ପରମାତ୍ମା ଅଦ୍ୱିତୀୟ ଆତ୍ମା ଏକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ସମାନ। ପୃଥିବୀ ସମସ୍ତଙ୍କର, ତେବେ ବି ମଣିଷ ମଣିଷ ଭିତରେ କେତେ ବିଭେଦ। କୋଣାର୍କ ମଠର ଧୂନିଗୃହରେ ବିଷ୍ଣୁ ମହାରଣା ତାଳପତ୍ର ପୋଥି ଓଲଟାଇଲେ। ଖାତା ଏବଂ କଲମ ଧରି ବସିଥିଲେ ପ୍ରାଚୀ ଏବଂ ଚାର୍ଲସ। କୁଶାଭଦ୍ରା ମାଉସୀର ସଞ୍ଚିତ ପୋଥିରୁ ମଣିମୁକ୍ତା ସାଉଁଟି ନେବେ ସେମାନେ, ନିଜ ନିଜର ଆବଶ୍ୟକତା ଅନୁଯାୟୀ। ପୋଥି ପାଠ ପୂର୍ବରୁ ବିଷ୍ଣୁ ମହାରଣା କହିଲେ, କୁଶଭଦ୍ରା ବୁଢ଼ୀର ପୂର୍ବବର୍ତ୍ତୀ ବଂଶଧରମାନେ ଭାସ୍ୱର ଥିଲେ। କେତେ ପୁରୁଷ ତଳେ କେଜାଣି କେହି ଜଣେ ଲେଖିଥିଲେ ଅନୁଭୂତିପୂର୍ଣ୍ଣ କୋଣାର୍କ ଇତିହାସ। ତା ପରକୁ ପର ଅନ୍ୟ ବଂଶଧରମାନେ ସେହି ତାଳପତ୍ର ପୋଥିକୁ ଅତି ଯତ୍ନରେ ଇଷ୍ଟଦେବଙ୍କ ସ୍ତୋତ୍ର ଭଳି ପୂଜା କରି ଆସୁଥିଲେ। ପୋଥି ଜୀର୍ଣ୍ଣ ହୋଇଗଲେ ପୁନର୍ବାର ନୂତନ ଭାବେ ତାଳପତ୍ରରେ ସେ ଇତିହାସକୁ ଲେଖୁଥାଏ।
ପୁରାତନ ଜୀର୍ଣ୍ଣ ପୋଥିକୁ ଉଜାଇ ଦେଉଥିଲେ ଚନ୍ଦ୍ରଭାଗା ମୁହାଣରେ। ବର୍ତ୍ତମାନର ପୋଥି ଶେଷଥର ପାଇଁ 100 ବର୍ଷ ତଳେ ଲେଖା ହୋଇଥିଲା। ଲେଖିଥିଲେ କୁଶଭଦ୍ରା ସ୍ୱାମୀ ଶିଳ୍ପୀ ଲକ୍ଷ୍ମଣ ମହାରଣା। ବୁଢ଼ୀ ବାଲ୍ୟ ବିଧବା ହୋଇ ସାରା ଜୀବନ ସ୍ୱାମୀ ହାତଲେଖା ପୋଥିକୁ ପୂଜା କରି ଏତେ କାଳ ବଞ୍ଚି ରହିଥିଲା। ସ୍ୱାମୀ ଘରକୁ ଆସିଲା ବେଳକୁ ବୁଢ଼ୀର ଶାଶୁ ଏବଂ ଏକମାତ୍ର ଦିଅର ବଞ୍ଚିଥିଲେ। ସେମାନେ ବି ବର୍ଷ ଦୁଇଟାରେ ଡକାଡକି ହୋଇ ଚାଲିଗଲେ। ସେଇ କାଳରୁ ବୁଢ଼ୀ ଏକା, ସ୍ୱାମୀ ସନ୍ତାନ ପରିବାରହୀନ। ବୁଢ଼ୀର ସମ୍ପତ୍ତି ମାତ୍ର ଏତିକି। ସ୍ୱାମୀର ସନ୍ତକ। ବୁଢ଼ୀ ସ୍ୱାମୀଙ୍କୁ ଦେଖି ନାହିଁ ଜୀବନରେ। 7 ବର୍ଷ ବେଳେ 24 ବର୍ଷ ବୟସ୍କ ଲକ୍ଷ୍ମଣ ମହାରଣ ସହ ତାର ହାତଗଣ୍ଠି ପଡ଼ିଥିଲା। 9 ବର୍ଷ ବେଳେ ସେ ବନ୍ଧନ ଛିନ୍ନ ହୋଇଗଲା ଲକ୍ଷ୍ମଣ ମହାରଣାର ଅକାଳ ମୃତ୍ୟୁରେ। ବୁଢ଼ୀ ଶାଶୁଘରକୁ ଆସିଲା ସ୍ୱାମୀର ମୃତ୍ୟୁ ପରେ। ସାରା ଜୀବନ ମୁହଁଟାଣ କରି ସାରା ପୃଥିବୀର ମଣିଷଙ୍କୁ ପୁଅ ଝିଅ ନାତି ନାତୁଣୀ କହି ବୁଢ଼ୀ କେତେ ସୁନ୍ଦର ଭାବେ ଜୀବନର ଦୁଃସହ ବୋଝକୁ ଏକା ଏକା ଦୀର୍ଘ ପଥରେ ବୋହିଥିଲା। ସେହି ତାଳପତ୍ର ପୋଥିକୁ କିଣି ନେବା ପାଇଁ ଅନେକ ଗବେଷକ ବୁଢ଼ୀର ଦ୍ୱାରସ୍ଥ ହୋଇଛନ୍ତି। ଚାହିଁଥିଲେ ବୁଢ଼ୀ ସେତିକି ବଦଳରେ ଅଜସ୍ର ଅର୍ଥ ଲାଭ କରି ଆରାମରେ ଚଳିପାରିଥାନ୍ତା କିଛି ଦିନ। ଅଥଚ ବୁଢ଼ୀ ଉତ୍ତର ଦିଏ, ଇଷ୍ଟଦେବଙ୍କୁ ବିକ୍ରି କରି ଅର୍ଥ ଉପାର୍ଜନ କରାଯାଏନି। ସ୍ୱାମୀ ବୋଇଲେ ମୁଁ ଜାଣେ ମାତ୍ର ଏତିକି। ସ୍ୱାମୀଙ୍କର ସନ୍ତକକୁ ବିକ୍ରି ଦେଇ କରିଦେଲେ ମୁଁ ଯେ ନିର୍ବଳ ହୋଇଯିବି। କାହା ଆଶ୍ରା ଧରି ଆଗକୁ ବଞ୍ଚିବି? ମହାମାରୀରେ ଶାଶୁ ଦିଅର ମରିଯିବା ପରେ ବୁଢ଼ୀ ବେଗୁନିଆ ଗାଁ ଛାଡ଼ି ଆସିଥିଲା ଖେରଙ୍ଗ। ତା ପୂର୍ବପୁରୁଷର ହାତଗଢ଼ା ସନ୍ତାନ ସେଇ ହୋଇଥିଲା ବୁଢ଼ୀ ଜୀବନର ସହାୟକ। ଚାର୍ଲ୍ସ ବିସ୍ମୟରେ ସ୍ତମ୍ଭୀଭୂତ ହୋଇ ଭାବୁଥିଲା, 7 ବର୍ଷର ବାଳିକା ବିଭା ହୋଇପାରେ, 9 ବର୍ଷରେ ସେ ପୁଣି ହୋଇପାରେ ବିଧବା। ପୁଣି ସାରା ଜୀବନ ସ୍ୱାମୀ ହାତର କେତେ ଫର୍ଦ୍ଦ ଅବୁଝା ଅକ୍ଷରକୁ ସମ୍ବଳ କରି ସେ ସାରା ଜୀବନ ବି କାଟି ଦେଇପାରେ କାମ, କ୍ରୋଧ, ଲୋଭ, ମୋହକୁ ଜୟ କରି। ଏସବୁ କେବଳ ଯେମିତି ଇଣ୍ଡିଆରେ ହିଁ ସମ୍ଭବ। ଇଣ୍ଡିଆ ଅଲୌକିକ, ଇଣ୍ଡିଆ ରହସ୍ୟମୟ, ଇଣ୍ଡିଆ ମହାନ। ପ୍ରାଚୀ ଭାବାବିଷ୍ଟ ହେଇ ବସିଥାଏ। ଆଖି ଛଳଛଳ। କୁଶଭଦ୍ରା ମାଉସୀର ସାରା ଜୀବନର କଷ୍ଟ ସେ ଯେମିତି ନିଜ ଦେହର ପ୍ରତିଟି ଜୀବକୋଷରେ ଅନୁଭବ କରୁଥାଏ। ଚାର୍ଲ୍ସ କୁଶଭଦ୍ରାକୁ ଦେବୀର ଆସନରେ ବସାଇ ପୂଜା କରିପାରେ। ମାତ୍ର ତାର ନିଃସଙ୍ଗତାର କଷ୍ଟ, ଦୁଃଖ, ଯନ୍ତ୍ରଣା ଏବଂ ହାହାକାର କେବଳ ବୁଝିପାରେ ପ୍ରାଚୀ। ଇଣ୍ଡିଆର ମହାନତା ତଳେ କେତେ ଯେ ଉତ୍ସର୍ଗୀକୃତ ଜୀବନର ତ୍ୟାଗ ଲୁଚି ରହିଥାଏ ସେ କଥା ଜାଣେ ପ୍ରାଚୀ। କାରଣ ପ୍ରାଚୀର ଜନ୍ମ ଇଣ୍ଡିଆରେ ଏବଂ ସେ ଭାରତୀୟ ନାରୀ। ସୃଷ୍ଟିର ପ୍ରତୀକ, ମାତୃଜାତି। ତ୍ୟାଗପୂତ ଜୀବନ ଭାରତୀୟ ନାରୀର ଅତୀତ ପରମ୍ପରା। ତ୍ୟାଗ ଏବଂ ଯନ୍ତ୍ରଣା ଯେମିତି ହାତ ଧରି ହେଇ ବାଟ ଚାଲି ଯାଆନ୍ତି। ପ୍ରଣାମ କରି ବିଷ୍ଣୁ ମହାରଣା ପୋଥିପଢ଼ା ଆରମ୍ଭ କଲେ। 1245 ମସିହା। ଇତିହାସ ପ୍ରସିଦ୍ଧ ଲକ୍ଷ୍ମଣାବତୀ ଯୁଦ୍ଧରେ ବଙ୍ଗ ସୁଲତାନ ଏବଂ ଦିଲ୍ଲୀର ଅମୀରଙ୍କ ମିଳିତ ବିରାଟ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ ପରାଜିତ କଲେ ପ୍ରବଳ ପ୍ରତାପୀ ଗଙ୍ଗ ସମ୍ରାଟ ନରସିଂହ ଦେବ। ହମିର ମାନମର୍ଦ୍ଦନ, ଦିଲ୍ଲୀ ବିଭଞ୍ଜନ ଇତ୍ୟାଦି ଗର୍ବ ଓ ଗୌରବୋଜ୍ଜଳ ପଦବୀରେ ସେ ହେଲେ ବିଭୂଷିତ। କବି ବିଦ୍ୟାଧର ଏକାବଳୀ କାବ୍ୟରେ ଏବଂ କବି ଡିଣ୍ଡିମଦେବ ଆଚାର୍ଯ୍ୟ ଭକ୍ତି ଭାଗବତ ମହାକାବ୍ୟରେ ଲିପିବଦ୍ଧ କଲେ ରାଜାଙ୍କର ଶୌର୍ଯ୍ୟ ଓ ବୀର୍ଯ୍ୟର କାହାଣୀ। ଏ ଯୁଦ୍ଧର ବିଜୟ କଳିଙ୍ଗ ଜାତିର ଏକ ଐତିହାସିକ ବିଜୟ। ସେ ବିଜୟର ସ୍ମୃତି ସ୍ତମ୍ଭ ସ୍ୱରୂପ ଚନ୍ଦ୍ରଭାଗା ମୁହାଣ ନିକଟରେ ସମଗ୍ର ଭାରତର ଉଚ୍ଚତମ ଆପାଦମସ୍ତକ କମନୀୟ କାରୁକାର୍ଯ୍ୟ ଖଚିତ ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା 1242 ମସିହାରେ। କୋଣାର୍କ ମନ୍ଦିର ନିର୍ମାଣ ପାଇଁ ପଥର ବୁହା ନଦୀପଥ ଦେଇ ବହୁ ଦୂରସ୍ଥ ପାହାଡ଼ ପର୍ବତରୁ ଆସିଲା ଚିତ୍ରକୁନ୍ଦା, କୋରାଣ୍ଡିମାଳିଆ, ମାଙ୍କଡ଼ା ରୋଗଡ଼ା ପଥର। ଶ୍ୱେତ, କୃଷ୍ଣ, ନୀଳ ରଙ୍ଗର ମୁଗୁନି ପଥର ଆସିଲା ନୀଳଗିରି ଓ ସୁଦୂର ଗଡ଼ଜାତ ଅଞ୍ଚଳରୁ। ନବଗ୍ରହ ପାଟ ନିର୍ମାଣ ନିମନ୍ତେ ଆସିଲା 642 ମଣଃ ଓଜନର ଶିଳାଖଣ୍ଡ।
मंदिर उपरिस्थ कलश निमंते 25 फुट उच्च एवं 56,000 महण ओजनर शिलाखंड 100 माइल ऊर्ध्व दूररू जलपथ दे अणागला। विष्णु महारणा आत्मप्रसादर हस हसु हसु कहले, जाण साहेब नवग्रह पाटर 1/3 मात्र 2 माइल नेबापाई इंग्रेज सरकारंकर आधुनिक विज्ञानर समस्त कौशल व्यर्थ होई जाइथिला। एहाको कलिकता म्यूजियम रू नहीं जिबा आशा पंड होई जाइथिला। अथच 200 टन ओजनर शिलाखंड 100 माइल ऊर्ध्व दूररू अणा जाई 200 फुट उच्चारे मंदिर चूड़ारे अवस्थापित करा जाइथिला। एकथा तमे विश्वास करिपारुछ? मंदिर उद्धार समय रे आधुनिक विज्ञान जगतर दक्ष इंजीनियर माने बेढ़ा मध्यरे विच्छिन्न होई पड़िथिबा शिलाखंड को बाहर को आनिबा कष्टकर मनेकरी सेगुड़ी को खंड खंड करी काटी बाहर को स्थानांतरित करथिले। चार्ल्स विस्फारित नेत्ररे चाहिए। से भावुए कोणार्क जुगरे उत्कलीय शिल्पींकर निर्माण कौशल एवं इंजीनियरिंग बुद्धि केते उच्च कोटीर थिला, जहा फଳରେ सेमाने शह शह माइल दूररू विराट शिलाखंड मान बोही आनी मंदिर उपरकू अक्लेशरे उठाई नेउथिले। धन्य उत्कलीय शिल्पी तमे, नमस्य तमे गुरु, तमे महान। विष्णु महारणा पुणी आरंभ कले। 1200 शिल्पी कोणार्क निकटवर्ती अंचल बसाबंधी रही सारी थांती। मंदिरर नक्शा अनुसार सेमानंक भितरे मंदिरर विभिन्न अंशर कार्य बांटी दिया जाय थाए। निर्दिष्ट दिन को सेमानंकर कार्य सेमाने संपूर्ण करिबा पई निर्देश रही थाए। मंदिर प्रतिष्ठार दिन मंदिर आरंभरू 12 वर्ष अर्थात 1258 ख्रीष्टाब्दर वैशाख कृष्ण माष्टमी दिन को धार्य होता है। चार्ल्स प्रश्न कला, विभिन्न शिल्पी द्वारा निर्मित भिन्न भिन्न अंश को मिसाई कोणार्क मंदिर गठित होगा बड़ विचित्र कथा। विभिन्न शिल्पी द्वारा निर्मित भिन्न भिन्न अंशर संयोजन पूर्णता प्रकाश पाइबा उत्कलीय शिल्पीर शिल्प पराकाष्ठा, एकाग्र शिल्प साधना, चिंता एवं भावनारे साम्यर ज्वलंत निदर्शन। जेमिति से कालर उत्कलीय शिल्पी मानकर आत्मा सह आत्मार संजोग स्थापित होइथिला, एसबु आज विश्वासर बाहरी। विष्णु महाराणा व्यथित कंठरे कहिले, साहेब तमे आजिर विखंडित पृथ्वीर गोटे क्षुद्रांशर बासिंदा। तम आधुनिक पृथ्वीर परिधि सीमित हेछि, तमर मन, चिंता और चेतना संकीर्ण हेछि। ए पृथ्वी तुमको शिखाइछि अहंकार, असहिष्णुता, अवज्ञा एवं अविश्वास। सेथिपाई एसबु तुमको असंभव मन हेउछि। किंतु राजा प्रथम नरसिंहक निर्मल शासन, उदारता एवं महत् कार्य त्रयोदश शताब्दीर उत्कल एक नूतन उन्मादनारे माटी उठी थाए। राजा, परिषद, सामंत, प्रजा, शिल्पी, स्थपति, भास्कर, कवि, संगीतज्ञ, पंडित समस्ते जेमिति एक आत्मा होई कले कोणार्क निर्माण पथरे। सब विरोध भाव दूर होईकला मनरू। एक समन्वित सुठाम दिव्य दृष्टि लाभ कले उत्कलीय स्थापित ओ भास्करगण। एक महान उपलब्धिर सफल रूपायन पाई कालजयी सृष्टि रहस्यर संधान पथरे सेमाने एकत्र बहिकले संकल्पबद्ध उद्यम और साधना पथरे। समस्तंकर भावना मिसी एकाकार होईगला। चार्ल्स भाबुथाए, लिलियन सह धीरे धीरे दूरत्व बढ़ुछि। एथिरे आश्चर्य हेबार किछि नाही। लिलियन ठारू से जानी जानी भिन्न होई जाउछि, दूर को चली जाउछि। किंतु प्राची सह तार चिंता, भावना एवं आत्मा मिसी एकाकार हो जाऊ नाही कहीं। कोणार्क जदि अखंडतार प्रतीक, उत्कल जदि बहुधर्मर समन्वयर पीठ, प्राची सह तार समन्वय प्रतिष्ठा तेबे संभव नुहे कहीं। बंगोपसागरर नील जल से गाढ़ कृष्ण ही आसुथाए। कमला रंगर सूर्य कृष्ण जलराशि भितरे अदृश्य हो जाउछन्ति। गोटाए सीमेंट बेंच रे बसी थांती चार्ल्स एवं लिलियन पाखापाखी हेई। पाख छोट चा दुकान में लाइट चलुए। बांफ उठा चार बास्ना नीरव संध्या समीरण में बेस हालुका भावे उड़ी बुलुए।
ସମୁଦ୍ରର ଜଳ ଶୀତଳ ହୋଇ ଆସୁଥାଏ, କିନ୍ତୁ ଲିଲିୟନର ନିଶା ଗାଢ଼ ହୋଇ ଆସୁଥାଏ। ଚନ୍ଦ୍ରଭାଗାର ବେଳାଭୂଇରେ ସୂର୍ଯ୍ୟାସ୍ତର ରଙ୍ଗ ଲିଭି ଲିଭି ଆସିବା ସଙ୍ଗେ ସଙ୍ଗେ ଚାର୍ଲ୍ସର ଭାବନା ଗଭୀର ହେଉଥାଏ। ଚାର୍ଲ୍ସ ଭାବୁଥାଏ, ଆଜିକୁ 700 ବର୍ଷ ତଳର ଉତ୍କଳ କ'ଣ ପୃଥିବୀର ଅନ୍ୟତମ ସ୍ଥାନଟିଏ ଥିଲା? କୋଣାର୍କ ଚାର୍ଲ୍ସର ସବୁ ବିଦ୍ୟା ବୁଦ୍ଧିକୁ କାବୁ କରିଦେଇଛି। କୋଣାର୍କର ନକ୍ସାକୁ ଅନୁଧ୍ୟାନ କରୁ କରୁ ଚାର୍ଲ୍ସ ହତବୁଦ୍ଧି ହୋଇଯାଉଛି। ଚାର୍ଲ୍ସ ଭାବୁଛି, କୋଣାର୍କର ଯେକୌଣସି ସାଧାରଣ ଶିଳ୍ପୀ ସ୍ଥାପତ୍ୟ ବିଦ୍ୟାରେ ଚାର୍ଲ୍ସର ଗୁରୁ ହୋଇପାରେ, ଅଥଚ ଚାର୍ଲ୍ସ ଜଣେ ନାମକରା ଆମେରିକାନ ସ୍ଥପତି। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ଶିଳାପଦର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଆମେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।